विष्णु कीर्तन माधव घुड़े तुम जड़े भोग दब जड़े फूल काढ़ ना सीतान कण तुम जी तो पूजा कर पूजा कर भोग दब काढ़ समय हो तो लेट हो तो सकृतपुरेशमिष बहिरन्त रसोरणं तव पुरुषं वदन्तखिलशक्ति द्युतं सकृतम् इति नुगतिं विविच्य कवयो निगमावपनं भवत उपासते अंग्री मभवं भुवि विशसिता। संस अंशीर मध्य बिंदु मात्र भी भेद नहीं किंतु विभिन्नांश अल्प शक्ति इतिपाई किंचित अल्प शक्ति तेणुक ता सामर्थ्य किंचित मात्र ए रूप महापरा पुराण रे वचन कहुई बहिरंग शक्ति माया शक्ति व्यतीत থাকতে পারে না बहिरंग माया शक्ति व्यतीत থাকতে পারে না अंतरंग चिशक्ति द्वारा संपूर्ण आवरण एवं सर्व प्रकार निज रूपे स्वीकार जार ताही जीव अथवा ये जीव हूँ चिशक्तिर आवरण है अंतरंग चिशक्ति द्वारा संपूर्ण आवरण एवं सर्व प्रकार निज रूप से स्वीकार जार ताही जीव अथवा जार बाहिर अंतर नाई जार आवरण नाई से रूप सूक्ष्म उपाधि द्वारा माया द्वारा बाहिर एवं अंतरावृत ताको कहला जीव वास्तव जार बाहर नाई कि अंतर नाई जार कौन से आवरण नहीं से सूक्ष्म उपाधि द्वारा माया द्वारा जी बाहर अंतर आवृत है जीव कहगला प्रकृति जीवात्मा भगवान अंश भगवान जमी बाहर भी अंतर किसी ना जीवात्मा से प्रकार किसी ना स्वरूप तो किंतु माया शक्ति द्वारा से आवृत सूक्ष्म स्थूल शरीर ए रूप जीवर गति तटस्थ धर्म आपको तटस्थ धर्म ये जीव जदियो तार बाहर भीतर किसी ना से चिन्मय किंतु माया शक्ति द्वारा से आवृत है तार कौन से आवरण नहीं किंतु से बहिरंगा माया शक्ति द्वारा आवृत हो।
বহিরঙ্গা মায়া শক্তি ব্যতীত থাকতে পারে না, ରହିପାରେ ନା ସେ, ସୂକ୍ଷ୍ମ ସ୍ଥୂଳ ଭାବରେ ସେ ଆବୃତ ହେଇକି ଅଛି। ଏଣିକି ଏ ତଟସ୍ଥ ଧର୍ମ କୁହାଗଲା। ତଟ ଧର୍ମ, ଗୋଟେ ପଟେ ଅନ୍ତରଙ୍ଗ, ଗୋଟେ ପଟେ ବହିରଙ୍ଗ, ଏ ମଝିରେ ରହିଛି ଜୀବାତ୍ମା। ମାୟା ବନ୍ଧନ ଅବସ୍ଥା, ଏ ମାୟା ଦ୍ୱାରା ବନ୍ଧନ ଅବସ୍ଥା। ସମ୍ୟକ ରୂପେ ଜାନିଆ তোমা চরণ কল্পতরুকে সংসার বন্ধ নিবর্তক জানিয়া এই সংসারে থাকিয়া দৃঢ় বিশ্বাস উপাসনা করে। ସୁକୃତିବାନ ଯେଉଁମାନେ ମହାରାଜ ଏଇ କଥାକୁ ଜାଣି, ଜୀବାତ୍ମା ତାର ସ୍ୱରୂପ ଉପଲବ୍ଧି ଏ ପ୍ରକାର ହେବ। ଯିଏ ଜାଣେ ଏ କଥା, ସେ ତାର ଅବସ୍ଥା ମାୟାବନ୍ଧନ ଅବସ୍ଥା, ଏ କଥାକୁ ଯିଏ ଜାଣୁଛନ୍ତି ସେମାନେ ଆପଣଙ୍କ ଚରଣ କଳ୍ପତରୁକୁ ସଂସାର ବନ୍ଧ ନିବର୍ତ୍ତକ ଜାଣି, ଆପଣଙ୍କ ଚରଣର କଳ୍ପତରୁ ଛାୟା ଯାଉ କୁହାଗଲା। ଆପଣଙ୍କ ସେ ଚରଣ କମଳ କଳ୍ପତରୁ ସଦୃଶ। କଳ୍ପତରୁ କାହାକୁ କୁହାଗଲା? ଯାହାଙ୍କ ଯେଉଁ କଳ୍ପତରୁ, ତରୁ ମାନେ ବୃକ୍ଷ, ଯେଉଁ ବୃକ୍ଷର ତଳେ ବସିଲେ ଯାହା କାମନା କଲେ ତାହା ପ୍ରାପ୍ତ ହୁଏ। ଭଗବାନଙ୍କ ଚରଣ କୌଣସି ପ୍ରକାର କଳ୍ପତରୁ, ଯାହାଙ୍କର ଶକ୍ତି ସାମର୍ଥ୍ୟ ସଂସାର ବନ୍ଧନ ନିବର୍ତ୍ତକ ଜାଣି, ଭଗବାନଙ୍କ ଚରଣ କମଳ ତଳେ ଆଶ୍ରିତ ହେଲେ ହିଁ ସଂସାର ବନ୍ଧନ ଦଶା ନଷ୍ଟ ହୋଇଯିବ। ପ୍ରକୃତିରେ ଆମେ ଯିବା ଭଗବାନଙ୍କର ଅଂଶ, ଆମର କୌଣସି ଭିତର ବାହାର ନାହିଁ, ଚିନ୍ମୟୀ ଶକ୍ତି, ତଥାପି ମାୟା ଦ୍ୱାରା ଆମେ ବନ୍ଧନ ଅବସ୍ଥା ହେଇଛେ। ଏକଥା ଯେଉଁମାନେ ବୁଝିପାରୁଛନ୍ତି, ଜାଣିପାରୁଛନ୍ତି, ସେମାନେ ଭଗବାନଙ୍କ ଚରଣ କମଳ ହିଁ ଆଶ୍ରିତ ହୁଅନ୍ତି। କାହିଁକିନା ଶ୍ରୀ ଭଗବାନଙ୍କ ଚରଣ କମଳ ହେଉଛି ସଂସାର ବନ୍ଧନ ମୋଚନର ଏକମାତ୍ର ଆଶ୍ରୟସ୍ଥଳ। ଧୂପ ଲଗ ବେଶ ସେଣ୍ଟ ଆସିଲାନି, ଜାଣିପାରୁନା କ'ଣ ଲୋକ ଅନୁଚ କ'ଣ ହଁ କରି ଗୋଟେ ଘରଟା ଗୋଟେ ଚଣ୍ଡାଳ ଘର ଗୋଟେ। ତେଣୁକରି ଏକଥା ଯେଉଁମାନେ ଜାଣିଛନ୍ତି ସେମାନେ ଆପଣଙ୍କ ଚରଣ କମଳକୁ ହିଁ ଆଶ୍ରୟ କରନ୍ତି ମହାରାଜ। କାହିଁକିନା ଭଗବାନଙ୍କ ଚରଣ କମଳ ହେଉଛି ସଂସାର ବନ୍ଧନ ନିବର୍ତ୍ତକ। ଏହି ସଂସାରରେ ରହି ଦୃଢ଼ ବିଶ୍ୱାସରେ ଉପାସନା କରନ୍ତି। ସଂସାର ଭିତରେ ରହି ସେମାନେ ଆପଣଙ୍କ ଚରଣ କମଳକୁ ଦୃଢ଼ ଭାବରେ ଭଜନ କରନ୍ତି। ତା ଅର୍ଥ ଆପଣଙ୍କର ଭଜନ କରନ୍ତି, ଆପଣଙ୍କର ହିଁ ପାଖରେ ଆଶ୍ରିତ ହୁଅନ୍ତି। ଭଗବାନ ପାଖରେ ରହିଲେ ତ ହେଲା, ତାଙ୍କର ଆଶ୍ରିତ ହେଲେ। ଗୀତାରେ କୁହାଯାଇଛି, আমাকে ଯାହାର ଶରଣାଗତ ହୋଇଅଛନ୍ ତାହାର ଏହି ମାୟାକୁ ଅତିକ୍ରମ କରେନ୍। ମାମେବ ଯେ ପ୍ରପଦ୍ୟନ୍ତେ ମାଇଁ ଏତାଂ ତରନ୍ତି ତେ। ଗୀତାରେ କୁହାଯାଇଛି, ଯିଏ ମୋରି ଶରଣାଗତ ହେବ ସିଏ ହିଁ ମାୟାକୁ ପାରି ହେଇପାରିବ। ଇତି ଭଗବତ ଅର୍ଚିକୃତ ବିଶ୍ୱାସ। ଭଗବତ ଗୀତାରେ ବି ଏକଥା କୁହାଯାଇଛି। ମୋତେ ହିଁ ଯେଉଁମାନେ ଶରଣାଗତ ହୁଅନ୍ତି, ମୋର ଶରଣାଗତ ହୋଇଛନ୍ତି, ସେମାନେ ମାୟାକୁ ଅତିକ୍ରମ କରନ୍ତି। ଭଗବାନ ପାଖରେ ଶରଣାଗତ ନହେଲେ ମାୟାକୁ ଅତିକ୍ରମ କରିବାଟା ବଡ଼ କଷ୍ଟ। ଇଏ ଦୂରତିକ୍ରମଣ କୁହାଗଲା, ଅଲଙ୍ଘନୀୟ, ସମ୍ଭବ ନୁହେଁ ଏତେ ସହଜରେ। ତେଣୁ ଜୀବାତ୍ମାର ସ୍ଥିତି ଏ ପ୍ରକାର। ଆମମାନେ ସବୁ ମାୟାର ବନ୍ଧନ ହେଇଛେ, ବନ୍ଧନ ଅବସ୍ଥା ମାନଙ୍କର। ଏ ବନ୍ଧନ ଅବସ୍ଥାରୁ ଉଦ୍ଧାର ପାଇଁ ଏକମାତ୍ର ମାର୍ଗ ହେଉଛି ଭଗବାନଙ୍କ ଚରଣ କମଳରେ ଆଶ୍ରିତ ହେବା। କାହିଁକିନା ଭଗବାନଙ୍କ ଶ୍ରୀ ଚରଣ କମଳ ହେଉଛି ଗୋଟିଏ ସଂସାର ନିବର୍ତ୍ତକର ଆଶ୍ରୟସ୍ଥଳ। ସେଇଠି ଯିଏ ଆଶ୍ରିତ ହେଇଯାଏ ତାର ସଂସାର ବନ୍ଧନ କଟିଯାଏ।
ये भगवत वाक्य विश्वास युक्त आपको विश्वास करिया दरकार कुआड़े जाऊँ सेंट बासना फैंडा लगुन लगो गुड़िया फैंडा लग फैंडा स्लो लग चेन्नई आनी रोकुन सेंटर धूपा आनी रोकुन हाँ स्लो स्लो बोल सेंटर धूप रखियो ते भगवान पाखे शरणागत हवा दरकार आ कौन रास्ता नहीं ये जो भगवान निजे कहते सबू मोरी पाखे शरणागत ले मोरी दैवी गुण जो माया को पारी ही पारियो देवी ऐसा गुणमयी मम माया दूरतया माँ में जो प्रपदंते माया एतांग तारंती ते यही वाक्य प्रति विश्वास रहा दरकार भगवान को मुख निश्चित बाणी जो मान को शरणागत अभाव भगवत बात प्रति विश्वास नहीं से माने माया चक्कर पड़ती स्थले ब्रह्मर अंश स्वरूप हो पृथक भोक्ता रूपे जीव है ब्रह्मर अंश ही है भगवान का अंश है किंतु पृथुर भोक्ता रूपे जीव है ये निज को भोक्ता भाव जीव किंतु भोक्ता रंग यज्ञ तपस्या भगवान ही भोक्ता वास्तव में सबु फल सबु कर्म भोक्ता होचन सी कि जीव निज को पृथक भाव भोक्ता भावुची एथिपाई से बंधन अवस्था स्वीकार करछि कहला दुईटी सोनार पाखी है ब्रह्मेर अंश रूप द्वितीयटी भोक्ता है अन्यटी साकी है दौ सपर्णा दीटा पक्षी अच्छा गोटे आत्मा गोटे परमात्मा परमात्मा पक्षी खाली साक्षी रूप अच्छा जीवात्मा पक्षी निज को भोक्ता हो खाली भोग करुच्ची अन्यटी साक्षी है यही रूपे भोक्ता समूह वृक्ष धर्म अवस्थान करे वृक्ष धर्म अवस्थान कर भोक्ता हो निज को भोग कर फल भोग कर मथुरा मंडल जे जम्बूद्वीप अवस्थान करिया अथवा जे प्रतिमार अर्चन करे से आमार प्रियतर यही जगते यही गोपालता अपन आदि श्रुतिगण जो माने भगवान भगवत बहिर्मुख से माने संसार वृक्षर फल भोग कर संसार वृक्षर दीटा फल कौन दुख सुख एम भोग कर जगत किंतु जो माने मथुरा मंडल जम्बूद्वीप अवस्थान करी अथवा प्रतिमार अर्चन जो करती भगवान कर पूजा जो करती आराधना करती से माने मोर प्रियतर यही जगते आमार प्रियतर से माने मोर प्रियतर गोपाल तो अपने थे कुआगला जो भगवान को अर्चना करती बंद कर दिए ठंडा लगे पड़ी थी वासना कौन कर लोक जहाँ कार्तिक मासरा खाई नी बोधे खाऊ छाड़ खाई डेली चलती
दूरभगमात्मतत्त्वनिगमाय तवात्मतन्नो चरितमहामृताब्धिपरिवर्तपरिश्रमणा न परिलसन्ति केचित् पवर्गमपीश्वरोते चरणसरोजहंस कुलसम्भविसृष्टगृहा चरणसरोजहंस कुलसम्भविसृष्टगुहा। हे ईश्वर, दूरभगमाप्त दूरभगम आत्मतत्व निगमाय माने दुर्बोध्य आत्मतत्व ज्ञापनाय आततनः अविष्कृत मूर्ते तब चरित महा अमृत अब्धि परिवर्त परिश्रमणा चरितम एव महामृताब्धि तस्मिन् परिवर्त्य विगाहस्तेन परिश्रमण गत श्रमः ते तव चरण सरोज हंस कुलसंग विशिष्ट गुहा चरण सरोजे हंस इव रममाणा जे भक्ता तेषां कुलं तेन संगस्तेन विसृष्ट गुह्यजैस्ते तथा केचित् अपवर्गः मुक्तिम् अपि न परिलक्ष्यन्ति न इच्छन्ति किं पुनर् इंद्रादि पदम इत्यर्थ। अपवर्ग चाहती इंद्रादि पद को जो माने हे ईश्वर जीव कुल के दुर्बोध आत्मतत्व ज्ञापनर जन्य प्रकटित मूर्ति भवदीय चरित रूप महामूर्त समुद्र रे जो माने अवगाहन द्वारा शांति दूर करिछंती को माने महात्मा माने कला कहते जीव कुल के दुर्बोध्य आत्मतत्व ज्ञापन जन्य दुर्बोध्य आत्मतत्व माने निज स्वरूप को बुझीबा ये सब दुर्बोध्य बुझी हेबनी निजे जे भगवान कर अंश कहीदे आम आत्मा आम जीवात्मा संसार पर आस अल्प दिन कि उपलब्धि के जन कर भीतर आत्मा अच्छा बोली उपलब्धि करटा कष्ट स्वरूप को बुझा जीवकुल को दुर्बोध्य आत्मतत्व ज्ञापन जनवाई प्रकटित मूर्ति जो प्रकट होती आपणकर चरित रूप महा अमृत समुद्र जो मैंने अवगाहन द्वारा आपण चरितामृत जो अवगाहन करछंती कथा अमृत रे कथा अमृत समुद्र जो सब डूबिकी रही डूबी रही जो शांति दूर करछंती निजर जगतर जेते सब शांति दूर होइछि एवं आपणकर पादपद्म रे हंसतुल्य विचरणशील भक्तगणकर संगवशतः गृहत्याग करछंती किए आपणक चरणारविंद रे हंसतुल्य विचरणशील भक्तगणकर संगवशतः अर्थ आपणक चरणारविंदर मकरंद को पान करुवा से हंस सदृश हंस कौन करे संसार पानीटा को त्याग कर दे क्षीरटा को पान करे हंस माने संसार असारता को त्याग कर सारा संसार विषय वासना कामना को जो मैंने त्याग करी मकरंद की पान कर चरण कमलार से भक्त मानकर संग द्वारा गृहत्याग जो मैंने करिसेंती तादृश महापुरुष गण मुक्ति पद कामना करना से माने कहीं मुक्ति चाहे महाराज मुक्ति चाहती अपि न परिलक्ष्यन्ति किं पुनर् इंद्रादि पदम इत्यर्थ इंद्रादि पद कौन चाहे
ସାଧୁର ମହିମା ଦେଖ କେମିତି ଭଗବାନଙ୍କର କଥାର କହିଲା ଆତ୍ମତତ୍ଵ ଉପଲବ୍ଧି ପାଇଁ ପ୍ରକଟ ହେଇଛନ୍ତି ଆପଣଙ୍କର କଥା, ଆପଣଙ୍କର କଥା ମୃତ୍ୟୁରେ ଅବଗାନ କରୁଥିବା ମହାତ୍ମା ମାନେ। ଭଗବାନଙ୍କର କଥା ଏ ପ୍ରକାର ତାଙ୍କର ଯେଉଁ କୀର୍ତ୍ତି, ତାଙ୍କର ଯେଉଁ ଯଶ, ତାଙ୍କର ଯେଉଁ ଚରିତ୍ର, ଅତ କହିଲା ଶ୍ରୀକୃଷ୍ଣଙ୍କର କଥା ଯିଏ ଶୁଣିବ ନା, ଯସ୍ୟ ବୈ ଶ୍ରିୟମାଣେ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉପଦିତ ପୁଂସ ଶୋକମୟ ଭୟପହା। ସେ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ କଥା ଯେଉଁମାନେ ଶ୍ରବଣ କରିବେ ଶୁଣେ, ତାହେଲେ ତାଙ୍କ ଭକ୍ତି ତ ପ୍ରକଟ ହେବେ, ଶୋକ ମୋହ ଭୟ ଦୂର ହେଇଯିବ। ଏଥିପାଇଁ କଥା ଅମୃତରେ ଯେଉଁମାନେ ସବୁବେଳେ ଅବଗାହନ କରୁଛନ୍ତି, ଯେଉଁ ମହାତ୍ମା ମାନେ ଅବଗାହନ କରି ଯେଉଁମାନେ ଶାନ୍ତି ଜଗତର ତ୍ରିତାପ ଯେଉଁମାନେ ମୁକ୍ତ ହେଇଛନ୍ତି, ଆଉ ଯେଉଁମାନେ ଆପଣଙ୍କ ଚରଣ କମଳରେ ମକରନ୍ଦ ପାନ କରୁଛନ୍ତି, ହଂସବତ ସଂସାର ଅସାରତକୁ ତ୍ୟାଗ କରି ସେ ଭକ୍ତମାନଙ୍କ ସଙ୍ଗ ବଶତ ଯେଉଁମାନେ ଗୃହ ତ୍ୟାଗ କରିଛନ୍ତି, ଏହି ପ୍ରକାର ଭକ୍ତମାନଙ୍କ ସଙ୍ଗ କରି ସେ ମହାପୁରୁଷମାନଙ୍କୁ ମୁକ୍ତି ବି କାମନା କରନ୍ତି। ଦଦାମି ମୁକ୍ତି, ମାନେ ମୁକ୍ତି ଦେଲେ ମଧ୍ୟ ବିନା ମତ ସେବନଂ ଜନା, ମୁକ୍ତି ଦେଲେ ମଧ୍ୟ ସେମାନେ କହୁଛନ୍ତି ହେ ଉଦ୍ଧବ, ମୋର ଭକ୍ତମାନଙ୍କୁ ମୁକ୍ତି ଦେଲେ ମଧ୍ୟ ମୁକ୍ତି ଚାହାନ୍ତିନି, ମୋର ସେବା ଛଡ଼ା ସେମାନେ କିଛି ଚାହାନ୍ତିନି। ଚତୁର୍ଥ ପୁରୁଷାର୍ଥ ମୁକ୍ତି ଯେଉଁ ଚାହୁଁନାହାନ୍ତି, କାହିଁକିନା ସେମାନେ ପଞ୍ଚମ ପୁରୁଷାର୍ଥ ପ୍ରେମ ଚାହାନ୍ତି। ଭଗବତ କଥାରେ ଯେଉଁମାନେ ଡୁବିକି ରହୁଛନ୍ତି, ଭଗବାନଙ୍କ ଚରଣ କମଳକୁ ସ୍ମରଣ କରି କରି ଭଗବାନଙ୍କର ସେବା କରିକରି ଭଗବାନଙ୍କର ଭଜନ କରିକରି ଯେଉଁ ଅମୃତତ୍ୱକୁ ଯେଉଁ ଆସ୍ୱାଦନ କରୁଛନ୍ତି, ସେମାନେ ଜଗତର ତୁଚ୍ଛ ସୁଖ ପ୍ରତି କାହିଁ ଲାଳାୟିତ ହେବେ। ଏଥିପାଇଁ ସତ୍ସଙ୍ଗର ମହିମା ଏ ପ୍ରକାର। ତୁଲୟାମ ଲବେନାପି ନା ସ୍ୱର୍ଗଂ ନା ପୁନର୍ଭବମ୍, ନା କଣ ତୁଲୟାମ ଲବେନାପି ନା ସ୍ୱର୍ଗଂ ନା ପୁନର୍ଭବଂ କୁହାଗଲା। ଭଗବତ ସଙ୍ଗୀ ସଙ୍ଗସ୍ୟ କିମୁତାଂ ମର୍ତ୍ତ୍ୟନାଶୀ ସହ। ମର୍ତ୍ତ୍ୟ ସୁଖ କଥା କ'ଣ କହିବା? ତୁଲୟାମ ଲବେନାପି, ଗୋଟେ ଲବେ, ଗୋଟେ ମୁହୂର୍ତ୍ତ ମାତ୍ର ଗୋଟେ ଭଗବାନଙ୍କର ଭକ୍ତମାନଙ୍କ ସଙ୍ଗ ଲାଭ ଯଦି କରିବା, ସେ ଗୋଟେ ମୁହୂର୍ତ୍ତ ଭକ୍ତ ସଙ୍ଗର ଫଳ ତୁଳନାରେ ସ୍ୱର୍ଗ ସୁଖ ବି ଅତି ତୁଚ୍ଛ, ମୁକ୍ତି ସୁଖ ଅତି ତୁଚ୍ଛ। ଏ ମର୍ତ୍ତ୍ୟର ଇନ୍ଦ୍ରିୟ ସୁଖ କ'ଣ? ବେକାର ସୁଖ। କିମୁତାଂ ମର୍ତ୍ତ୍ୟନାଂଶୀ ସହ, ମର୍ତ୍ତ୍ୟ ସୁଖ ଗୋଟେ ଗୁରୁତ୍ୱ ହିଁ ଦିଆଯାଏନି। ଯୋଉଠି ସ୍ୱର୍ଗୀୟ ସୁଖ ଅତି ତୁଚ୍ଛ, ଅପବର୍ଗ ମୁକ୍ତି ସୁଖ ଯୋଉଠି ତୁଚ୍ଛ, ଭକ୍ତ ସଙ୍ଗରେ ଯେଉଁ ଫଳ ତୁଳନାରେ ମର୍ତ୍ତ୍ୟ ସୁଖ ତ କଳନା କରାଯାଏନି। ଏଥିପାଇଁ କହିଛନ୍ତି ମହାପୁରୁଷ କ'ଣ ମୁକ୍ତି ପଦ କାମନା କରନ୍ତିନି, ମୁକ୍ତି ବି ଚାହାନ୍ତିନି। ସାଲୋକ୍ୟ ଷଷ୍ଠୀ ସାରୋପ୍ୟ ସାମୀପ୍ୟ ଏସବୁ କିଛି ଚାହାନ୍ତିନି ସେମାନେ। ଇଏ ହେଉଛି ଭଗବାନଙ୍କର ଲୀଳା, ଭଗବାନଙ୍କର ଭକ୍ତ। କହିଲେ ଭଗବତ ବିଷୟକ ଭକ୍ତି ଯୋଗର ସର୍ବୋତ୍କୃଷ୍ଟତା ଓ ଭଗବାନଙ୍କର ଉପାସନା ୟା ପ୍ରକାଶ କରିବା ପାଇଁ ପୁନରାୟ ଭକ୍ତି ଯୋଗର କଥା 4ଟା ଶ୍ଲୋକରେ କହୁଛନ୍ତି। ଏଇ ଶ୍ଲୋକ ଆସିଲେ ଇଣ୍ଟରେଷ୍ଟ ମଜା। ପୂର୍ବରୁ ତ କହିଛନ୍ତି, କିନ୍ତୁ ପୁନର୍ବାର 4ଟା ଶ୍ଲୋକରେ ଉପସ୍ଥାପନା କରୁଛନ୍ତି ଟୀକାକାର। ସୁଖଦେବଜୀ ବର୍ଣ୍ଣନା କରୁଛନ୍ତି ଏଠି ଶ୍ରୁତି ବାକ୍ୟକୁ। ଶ୍ରୁତି ମାନେ ଏଠି କହୁଛନ୍ତି ପ୍ରଭୁ ମାନେ ଭକ୍ତି ଯୋଗର ସର୍ବ ଉତ୍କୃଷ୍ଟତା, ଭକ୍ତି ଯୋଗ ସବୁଠୁ ଶ୍ରେଷ୍ଠ। ସବୁ ଶାସ୍ତ୍ରରେ ଭକ୍ତି କଥା ହିଁ କୁହାଯାଇଛି। ପ୍ରତ୍ୟେକ ଶାସ୍ତ୍ରରେ ଭକ୍ତିକି ହିଁ, ଭକ୍ତିର ହିଁ ମହାନତା, ଭକ୍ତିର ହିଁ ସର୍ବୋତ୍କୃଷ୍ଟତା ପ୍ରତିପାଦନ କରାଯାଇଛି। ବେଦର ଉଦ୍ଦେଶ୍ୟ ମଧ୍ୟ ଭକ୍ତି। ବୈଦିକ ଶାସ୍ତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ଭଜନ କରିବା। ସବୁ ଶାସ୍ତ୍ରର ବିଧି ହେଉଛି ଭଗବତ ସ୍ମରଣ, ସବୁ ଶାସ୍ତ୍ରର ନିଷେଧ ହେଉଛି ଭଗବତ ବିସ୍ମରଣ। ଭଗବାନଙ୍କର ଭଜନ କରିବା ପାଇଁ ସବୁ ଶାସ୍ତ୍ର କହିଛନ୍ତି।
ଏଥିପାଇଁ ଭଗବାନଙ୍କର ଉପାସନା ଏହା ପ୍ରକାଶ କରିବା ପାଇଁ ଭକ୍ତି ଯୋଗର ସର୍ବୋତ୍କୃଷ୍ଟତା ପ୍ରକାଶ କରିବା ପାଇଁ ପୁନର୍ବାର 4ଟା ଶ୍ଲୋକର କଥା ଭକ୍ତି ଯୋଗର କଥା କହୁଛନ୍ତି। ହେ ଈଶ୍ୱର, ଦୁର୍ଭଗମ ଅର୍ଥାତ୍ ଜୀବଗଣ କର୍ତ୍ତୃକ ଜାନିତେ ଅସମର୍ଥ ଯେ ଆତ୍ମତତ୍ତ୍ୱ। ଯେଉଁମାନେ ନିଜ ଆତ୍ମତତ୍ତ୍ୱ ଜାଣିପାରିବେନି ନିଜ ଚେଷ୍ଟାରେ। ଦୁରବଗମ ଗଲା, ଦୁରବଗମ୍ୟ, ପହଞ୍ଚି ହେବନି ସେଠି। କାହିଁକିନା ଏ ଯେଉଁ ଆତ୍ମତତ୍ତ୍ୱ ଯେଉଁଟାକି ପ୍ରବଚନ ଦ୍ୱାରା ଶୁଣି ଲାଭ ବି ହୁଏନି। ନାୟମାତ୍ମା ପ୍ରବଚନ ନ ଲଭ୍ୟ। କୌଣସି ବୁଦ୍ଧି ଦ୍ୱାରା ନ ମେଧା ନ ବହୁନା ଶ୍ରୁତେ ନବା। କେତେ ଶୁଣିଲେ ହେବନି, କେତେ ଟୀକାରେ ହେବନି, କେତେ ମେଧା ଦ୍ୱାରା ବି ଆକୁ ଉପ ହେବନି। ଯିଏ ଭଗବାନ ଯଦି କୃପା କରେ ଜମ ଏଇସେ ବୃଣୁତେ ତେନ ଲଭ୍ୟ ନା ପାଗଲା। ଭଗବାନଙ୍କର ତାଙ୍କରି କୃପା ହିଁ ତାଙ୍କୁ ବୁଝିବ ତାଙ୍କର ଅଂଶ। ଏଥିପାଇଁ ଝିଅମାନଙ୍କ ପକ୍ଷରେ ଏଟା ଦୁସ୍ତର କୁହାଗଲା, ଦୁର୍ଗମ ନିଜ ତତ୍ତ୍ୱକୁ ବୁଝିବାଟା। ଦୁର୍ଗମ ଅର୍ଥାତ୍ ଜୀବଗଣ କର୍ତ୍ତୃକ ଜାଣିତେ ଅସମର୍ଥ ଯେ ଆତ୍ମତତ୍ତ୍ୱ ନିଜ ରୂପ ଗୁଣଲୀଳା କୃପା ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ତାହା ଜାଣାଇବାର ଦ୍ୱାରା ଜନ୍ୟ ନିଜ ଶ୍ରୀମୂର୍ତ୍ତି ଆବିଷ୍କାର କରି ଆପଣଙ୍କର ଚରିତ୍ର ସମୟୀ ମହା ଅମୃତ ସମୁଦ୍ର ତାହାତେ ଯେ ପରିବର୍ତ୍ତ ଅର୍ଥାତ୍ ତରଙ୍ଗ ଭୂମିପୁଞ୍ଜ ତାହାତେ ଡୋବା ଓ ଉଠାରୂପ ଅତିଶୟ ପରିଶ୍ରମ ଯାହାଦେର ସେଇ ଅତି ଅଳ୍ପ ଏବଂ ସେମାନଙ୍କର ପ୍ରଚାର ଅଳ୍ପ ଏହି ରୂପ ଭକ୍ତଗଣ ମୋକ୍ଷ ସୁଖକୁ ଇଚ୍ଛା କରନ୍ତି ନାହିଁ। ଧର୍ମ ଅର୍ଥ କାମ ସୁଖ ଆର କି ଇଚ୍ଛା କରିବେ? କ'ଣ କହିଲେ? ହେ ପ୍ରଭୁ, ହେ ଈଶ୍ୱର, ଯେଉଁମାନେ ତ ବଦ୍ଧ ନିତ୍ୟବଦ୍ଧ, ଏମାନେ ନିଜ ତତ୍ତ୍ୱକୁ ଜାଣିପାରନ୍ତିନି। ଆତ୍ମତତ୍ତ୍ୱକୁ ଜାଣିବାଟା ସମର୍ଥବାନ ନୁହନ୍ତି ଏମାନେ। ଏଥିପାଇଁ ଆପଣ ନିଜେ ମୂର୍ତ୍ତି ପ୍ରକଟ କରିଛନ୍ତି କୃପା କରିକି। ଏ ଭଗବାନଙ୍କର ଯେଉଁ ବିଳାସ ବିଗ୍ରହ, ଭଗବାନ ମୂର୍ତ୍ତି ପ୍ରକଟ ଲୀଳାବିଳାସ କରିଛନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ବଦ୍ଧ ଝିଅମାନଙ୍କୁ। କାହିଁକିନା ଭଗବାନ ପ୍ରକଟ ହେଲେ ଲୀଳା କଲେ ସେ ଭଗବତ ଲୀଳାକୁ ମନ୍ଥନ କଲେ ହିଁ ଭବବନ୍ଧନ ଦୂରୀଭୂତ ହୋଇଥାଏ। ଏଥିପାଇଁ ଭଗବାନ ଯଦି ପ୍ରକଟ ନ ହୋଇଥାନ୍ତେ ଲୀଳାବିଳାସ କରିଥାନ୍ତେ କିଏ? ସେଇଥିଯୋଗୁଁ କହୁଛନ୍ତି ଆପଣଙ୍କର ଯେଉଁ ରୂପ ଗୁଣ ଲୀଳା କୃପା ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ତାହାକୁ ଜଣାଇବା ପାଇଁ ଶ୍ରୀମୂର୍ତ୍ତି ଆବିଷ୍କାର କରିଛନ୍ତି। ଶ୍ରୀମୂର୍ତ୍ତିକୁ ଆବିଷ୍କାର କରି ଆପଣଙ୍କର ଚରିତ୍ର ସମୂହରେ ମହା ଅମୃତ ସମୁଦ୍ର, ଭଗବାନଙ୍କ ଚରିତ୍ର ହେଉଛି ଅମୃତର ସମୁଦ୍ର କୁହାଗଲା। ସମୁଦ୍ରରେ ତରଙ୍ଗ ବି ଆସେ, ବିଭିନ୍ନ ପ୍ରକାର ଲୀଳାର ତରଙ୍ଗ ରହିଛି ଏଠି ସବୁ। ସମୁଦ୍ରରେ ବେଳେବେଳେ ଉଠନ୍ତି ଡୁବନ୍ତି ନା କ'ଣ? ଏଠି ଡୁବ ମାରୁଛନ୍ତି ଯେଉଁମାନେ, କେଉଁମାନେ? ଡୁବ ମାରୁଛନ୍ତି ଯେଉଁ ମହାତ୍ମା ମାନେ। ତା ଅର୍ଥ ଆପଣଙ୍କର କଥାମୃତ ସମୁଦ୍ରର ଲୀଳା ତରଙ୍ଗରେ ଯେଉଁମାନେ ଯେଉଁ ମହାତ୍ମା ମାନେ ଡୁବୁଛନ୍ତି, ଅବଗାହନ କରୁଛନ୍ତି। ଭଲେ ସେମାନେ ଅତି ଅଳ୍ପ ହୁଅନ୍ତୁ ବା ତାଙ୍କ ପ୍ରଚାର ବି ଅଳ୍ପ ହଉ, ତାଙ୍କର କୀର୍ତ୍ତନ ବି ଅଳ୍ପ ହଉ, ବା ସେମାନେ ନିଜେ ଅଳ୍ପ ସାଧନ, କିନ୍ତୁ ଏହି ପ୍ରକାର ଭକ୍ତମାନେ ମଧ୍ୟ ମୁଖ୍ୟ ସୁଖକୁ ଇଚ୍ଛା କରନ୍ତିନି। ଆଜି ଧର୍ମ ଅର୍ଥ କାମ ଏସବୁ କ'ଣ ଇଚ୍ଛା କରିବେ?
तद्भक्तस्तलीला कथा माधुर्य अपनतं नर्तन कीर्तन उपस्म अनर्थ उपगम जो कहगला भक्त मानकर जो परिश्रम होचे एटा भक्तमान जो परिश्रम करती कीर्तन करती भजन करती नृत्य करती जगत रे परिश्रम अच्छी कह जाइछि केचित् विरल प्रचारा भक्त अपवर्गं मोक्षं सुखम अपि न इच्छन्ति किमुता त्रैवर्ग सुखम ये कहले ये त्रिवर्ग सुख कौन चाहिए ये जो अर्थ काम मोक्ष धर्म अर्थ काम जो मुक्ति की चाहूना ये धर्म अर्थ काम कथा कौन चाहिए कहीं आपणकर कथामृत जो डुबिक रही महाराज आपण कथारूपक समुद्र जो मैंने अवगान करहर से मकरंद को पान कर पूत पवित्र चरित्र लीला को मंथन कर जगत किसी चाहती से महात्मा माने से आपणकर चरित्र अमृत समुद्र तरंग समूह निमज्जन व उन्मोचन परिश्रम सुख के अभिलाष करती हाँ जागतिक जत लोकाचार धर्म लौकिक धर्म जत रही भी धर्म पद बाच्य ना सांसारिक धर्म वास्तव धर्म से नुहे लोकाचार धर्म जत ऐहिक धर्म पारत्रिक धर्म इन देहर धर्म विभिन्न प्रकार जैसे सब पुण्य कर्म सब धर्म कर कहले आपण चरित्र अमृत समुद्र जो तरंग निमज्जन कर उन्मोचन कर निमज्जन डुबा उन्मोचन उठा समुद्र स्नान कला कमी जड़े डुबुव उठुव परिश्रम ना से आप कथामृत समुद्र भी जो परिश्रम कर सुख को अभिलाष करती कथा अमृत समुद्र तरंग समूह अवगाहन जो कर उठुंट पढ़ुंट से ये भी ये गोटे परिश्रम ना कथा कीर्तन यहाँ को से इच्छा करती आ कि चाहती से तदेव तो चरित महा अमृताब्धि तरंगेश निमज्जन उन्मोचन परिश्रम सुखम एव एति भाव ये बड़ी परिश्रम कीर्तन परिश्रम जाने गोरा राय महापुर जानते कीर्तन परिश्रम रखते एटा भी परिश्रम जगतर लोक परिश्रम कर अर्थ पाए शरीर पाए भक्त ने परिश्रम कर परमार्थ पाए आत्मा पाए जगतर परिश्रम बंधन अच्छी कि परमार्थ जगत भक्ति जगत परिश्रम प्रेम अच्छी मुक्ति तो जीवन मुक्त ये स्थिति है इतने कहते ये भी परिश्रम किंतु ये गोटे सुख अच्छे ये सुख ही भाव आपण कथामृत समुद्र जो डुबंती अवगान करती तो चरित महा अमृत अवधि तरंगेश महा भगवान कर चरितामृत महासमुद्र को आगला ये समुद्र जो तरंग आसे तरंग माने कौन लीला सब आसे भाव आसे सब समुद्र तरंग आसी उठुची पड़ुची से भगवान कर कथामृत समुद्र जो डुबुंट
ତାଙ୍କର ତରଙ୍ଗ କ'ଣ ଭାବ ଆସିବ, କେତେବେଳେ କେଉଁ ପ୍ରକାର ଭାବ ଆସିବ, କେତେବେଳେ ଭାବରେ ପୁରା ଡୁବି ଯାଉଥିବ, ପୁରା କେତେବେଳେ ଭାବ ମଧ୍ୟମ ହେଉଥିବ, କେତେବେଳେ ଉଚ୍ଚ ହେଉଥିବ, କେତେବେଳେ ଉଚ୍ଚ ତରଙ୍ଗ ଆସୁଥିବ ପୁରା ଉଠୁଥିବ, ପୁରା ମଣିଷଟା ସମୁଦ୍ରରେ ସ୍ନାନ କରିନେ କି ତରଙ୍ଗ ଆସିଲେ ପୁରା ଉଠିବ, ପୁରା ଉପରକୁ ପଳେଇବ, କେତେବେଳେ ତରଙ୍ଗ ଦୌଡ଼ିଲେ ପୁରା କଚାଡ଼ି ପଡ଼ୁଥିବ, ତଳକୁ ଆସୁଥିବ। ସେ ପୁରା ଭଗବତ କଥା ଅମୃତର ଭାବର ବି ସେ ପ୍ରକାର ରହିଛି, ସବୁ ସ୍ଥିତି ରହିଛି ଭାବର। ଏଥିରେ ପରିଶ୍ରମ ଅଛି କିନ୍ତୁ ଏଥିରେ ସୁଖ ଅଛି। ତ ଚରିତ ମହା ଅମୃତ ଅବଧି ତରଙ୍ଗେଶୁ ନିମଜ୍ଜନ ଉନ୍ମୋଜନ, ଡୁବୁଥିବେ ଉଠୁଥିବେ। ଏ ପରିଶ୍ରମ ସୁଖମ ଏ ବୈତି ଭାବ, ଏ ସୁଖ ହିଁ ଭାବ। କହିଲେ ଅମୃତ ସମୁଦ୍ର ତରଙ୍ଗ ସମୟରେ ନିମଜ୍ଜନ ଉନ୍ମୋଜନ ପରିଶ୍ରମ ସୁଖକୁ ହିଁ ଅଭିଳାଷ କରନ୍ତି। ଏଇ ମହାତ୍ମାନେ ଏହା ହିଁ ଅଭିଳାଷ କରନ୍ତି, ପ୍ରଭୁ ଆପଣଙ୍କର କଥା ଅମୃତରେ କଥା ମାତ୍ରିକ ଜୀବନ। କହିଥିଲେ ନା ଚତୁର୍ସନକ ପାଇଁ ସୁଖଦେବ ଜୀବ ଉଠେଇଲେ, ପୁରା କ'ଣ ଉଠିଲେ ଶ୍ଲୋକଟା, ସଦା ବୈକୁଣ୍ଠ ନିଳୟା ହରିକୀର୍ତ୍ତନ ତତ୍ପର, ହରିକୀର୍ତ୍ତନ ତତ୍ପର, ସବୁବେଳେ ବୈକୁଣ୍ଠରେ ବାସ କରନ୍ତି ସ୍ୱାମୀ। ଯେଉଁମାନଙ୍କର କଥା ମାତ୍ର କଥା ହିଁ ଯେଉଁମାନଙ୍କର ଜୀବନ। ଗୌଡ଼ୀୟ ମଠ କ'ଣ କଥା କୀର୍ତ୍ତନ ତ ପ୍ରଭୁପାଦ ତିଆରି କଲେ ଏଥିପାଇଁ। ଯେଉଁ ମଠରେ କଥା କୀର୍ତ୍ତନ ସେ ମଠକୁ ଗୌଡ଼ୀୟ ମଠ କୁହାଯିବନି, ସେ ପ୍ରଭୁପାଦ ମଠ ହେଇନପାରେ, ତାଙ୍କର ଆଦର୍ଶର ନାହିଁ ସେଇଟା। ବିଗ୍ରହ ତ ସବୁ ପ୍ରାୟ ସବୁଠି ରହୁଛି, ଲୋକମାନେ ବସେଇ ଦେଉଛନ୍ତି ରୋଡ଼ ସାଇଡ଼ରେ, ମଠଟି କରିଦେଇ ବିଗ୍ରହ ବସେଇ ଦେଉଛନ୍ତି, ନନାକୁ ରଖି ପୂଜାରୀ ବ୍ରାହ୍ମଣ ରଖି ପୂଜା କରୁଛନ୍ତି, ଘଣ୍ଟ ବାଜୁଛି, ସବୁଠି ବାଜୁଛି, ମନା ନାହିଁ। କିନ୍ତୁ ଗୌଡ଼ୀୟ ମଠ ସଂଜ୍ଞା ଅଲଗା, ଭବର ମୋଚନ ହେଇଯିବ ଏଠି, କୃଷ୍ଣ ସଂକୀର୍ତ୍ତନ ରୂପ ଅଗ୍ନି ପ୍ରଜ୍ୱଳିତ ହେଉଛି ଏଠି। କହିଲେ କଥା କୀର୍ତ୍ତନ ହିଁ ଦରକାର ଏଠି, କଥା ହିଁ ବାନ୍ଧିକି ରଖିଛି ନା ଆମମାନଙ୍କୁ, କଥା ବାନ୍ଧିକି ରଖିଛି, ଆଉ କିଛି ନାହିଁ। ଆମ ପୂଜ୍ୟପାଦ ବିଷ୍ଣୁ ସବୁବେଳେ କୁହନ୍ତି ପରା, ତୁମେ ସବୁ କଥାର ମୂଲ୍ୟ ବୁଝୁନ, କଥାର ମହିମା ହିଁ ଅଲଗା। କଥା ହିଁ ଆମମାନଙ୍କୁ ଘରୁ ବାହାର କରିକି ଆଣିଛି, କଥା ହିଁ ଆମକୁ ବାନ୍ଧିକି ରଖିଛି ମଠ ଭିତରେ। କଥା ତ ରାମାୟଣ ଗୋଟେ କଥା, ମହାଭାରତ କଥା, ଭାଗବତ କଥା, କଥା ସବୁ କଥାରେ ହିଁ ଅଛି। ଜଗତର ଯେତେ କଥା ସବୁ ବ୍ୟଥା, କିନ୍ତୁ ଭଗବତ କଥା ସବୁ ବ୍ୟଥାକୁ ଦୂର କରେ। ଏ କଥା ଭିତରେ ବାନ୍ଧି ରହିବା କଥା। ସାଧୁମାନେ କ'ଣ ଦିଅନ୍ତି, କଥା ହିଁ ଦିଅନ୍ତି ନା ଆଉ କ'ଣ ଦିଅନ୍ତି? ଆଉ ଆତ୍ମାର କଥା ଖାଦ୍ୟ ଇଏ, ଏତେ ବଡ଼ ଶାନ୍ତି ମିଳେ। যেমন বিষয় লম্পট পরম সুকুমার ব্যক্তিগণ ପରିଶ୍ରମ ଲେଶ ସହିପାରନ୍ତି, ଯେପରି ବିଷୟ ଲମ୍ପଟ ପରମ ସୁକୁମାର ବ୍ୟକ୍ତିଗଣ ପରିଶ୍ରମ ଲେଶ ସହିପାରନ୍ତି, ତଥାପି ସ୍ତ୍ରୀ ସମ୍ଭୋଗ ରୂପ ପରିଶ୍ରମକୁ ସର୍ବସୁଖର ଅଧିକ ସୁଖୀ ମନେ କରନ୍ତି। ସେହିପରି ଆପଣଙ୍କର ଭକ୍ତଗଣ ଆପଣଙ୍କ ଲୀଳା କଥା ମାଧୁର୍ଯ୍ୟ ପାନ ହୋଇତେ ଜାତ ନର୍ତ୍ତନ କୀର୍ତ୍ତନ କ୍ରନ୍ଦନ ପରସ୍ପର ପଦତଳେ ପତନ ମୂର୍ଚ୍ଛା ଜ୍ଞାନ ଲାଭ ହାହାକାର ରୋଦନ ଘର୍ମାକ୍ତ ଆଦି ପରିଶ୍ରମକୁ ପରମ ସୁଖ ମନେ କରି ବ୍ରହ୍ମାନନ୍ଦ ସୁଖକୁ ପଶୁଗଣଙ୍କର ତୃଣ ଚର୍ବଣ ସୁଖରେ ନ୍ୟାୟ ମନେ କରନ୍ତି। କି ଶବ୍ଦ ବାବା, ବିଶ୍ୱନାଥ ଚକ୍ରବର୍ତ୍ତୀ ପାଦଙ୍କର ଶବ୍ଦ। କ'ଣ କହିଲେ? ସଂସାର ଲୋକରେ ଗୋଟେ ସୁଖ ଅଛି, ପରିଶ୍ରମୀ ଅଛି, ଗୋଟେ ସାଧକ ଗୋଟେ ଭକ୍ତର ବି ପରିଶ୍ରମ ଅଛି, ସୁଖ ଅଛି। କମ୍ପେୟାର କରୁଛନ୍ତି ଏଠି। ଯଥା ବିଷୟ ଲମ୍ପଟ ପରମ ସୁକୁମାର ଶ୍ରମଲେଶ ଅସହନା। ପରମ ସୁକୁମାର ଗୋଟେ ଲୋକ ଥିବ ଜଗତରେ, ଗୋଟେ ସୁଖୀ ଲୋକ ଥିବ, ପରମ ସୁକୁମାର କଲା ରାଜକୁମାର ଭଳିଆ, ଟିକିଏ ବି ପରିଶ୍ରମ ସେ ସହିପାରୁନଥିବ। ବହୁତ ଲୋକ ଅଛନ୍ତି ନା ସୁକୁମାର ଅଛନ୍ତି ନା, ମାନେ
ଝାଡ଼ୁଟା ମଧ୍ୟ ଉଠି ପାରୁନଥିବେ, ନିଜର ଯଦି କିଛି ହାତରୁ ପେନ୍ଟା ପଡ଼ିଗଲେ ତ ଉଠି ପାରୁନଥିବେ, କାଉ ଡାକୁଥିବେ ଚାକରଟାକୁ। ପରମ ସୁକୁମାର ବିଷୟ ଲୋପଟା ବିଷୟରେ ଭିତରେ ଡୁବିଛନ୍ତି ଯେଉଁମାନେ, ପରମ ସୁକୁମାର ଶ୍ରମଲେଶ ଅସହନା। ଏହି ପ୍ରକାର ସୁକୁମାର ଅଲିଅଳ ବିଷୟୀ ଲୋକମାନେ ମଧ୍ୟ ପରିଶ୍ରମ କରନ୍ତିନି କିଛି, ତଥାପି ଅପି ସଂପ୍ରୟୋଗିକଂ ପରିଶ୍ରମం ଏବ ସର୍ବସୁଖାଧିକଂ ସୁଖଂ ମନ୍ୟନ୍ତେ। କିନ୍ତୁ ଯେତେବେଳେ ସେମାନେ ସ୍ତ୍ରୀ ସମ୍ଭୋଗ କରନ୍ତି ସେଠି ତ ବହୁତ ପରିଶ୍ରମ ହୁଏ, ସେ ପରିଶ୍ରମ ବି ସେମାନେ ଅତ୍ୟନ୍ତ ପରମ ସୁଖ ବୋଲି ଭାବୁଛନ୍ତି। ସିଧା କଥା କହିଛନ୍ତି। କିନ୍ତୁ ସେ ସୁଖ ପରିଶ୍ରମ ଜନିତ କ୍ରିୟା ହେଲେ ମଧ୍ୟ ସେଇ ସୁଖକୁ ସେମାନେ ପରମ ସୁଖ ମନେ କରୁଛନ୍ତି। ସେହି ପ୍ରକାର ମହାରାଜ ତଦ୍ଭକ୍ତ ତତ୍ ଲୀଳା କଥା ମାଧୁର୍ଯ୍ୟ ପନୋଥଂ ନର୍ତ୍ତନ କୀର୍ତ୍ତନ କ୍ରୋଶନ ନିଥ ପାଦତଳ ପ୍ରପତ୍ତ ମୂର୍ଚ୍ଛନ ପ୍ରବୋଧନ ହାହାକାର କରଣ ରୋଦନ ଦ୍ରବଣାଦି ପରିଶ୍ରମ ଏବ ପରମଂ ସୁଖଂ ମାନୟନ୍ତ ବ୍ରହ୍ମସ୍ୱାଦ ସୁଖଂ ପଶୁନାଂ ତୃଣଚର୍ବଣ ସୁଖମ ମନ୍ୟନ୍ତେ। ବିଷୟୀ ପରମ ବିଷୟୀ ଲମ୍ପଟି ସୁକୁମାର ବ୍ୟକ୍ତିମାନେ ଯେପରି ଟିକେ ବି ପରିଶ୍ରମକୁ ସହ୍ୟ କରିପାରନ୍ତିନି, ଯେତେବେଳେ ସେମାନେ ସମ୍ଭୋଗ କ୍ରିୟାରେ ରମଣ କରନ୍ତି ସେତେବେଳେ ସେଇ ସୁଖକୁ ପରମ ସୁଖ ମନେ କରନ୍ତି। ତଦନୁରୂପ ଏହି ପରମାର୍ଥ ଜଗତରେ ମଧ୍ୟ ଆପଣଙ୍କର ଭକ୍ତମାନେ ମଧ୍ୟ ଆପଣଙ୍କର ଭଜନ କୀର୍ତ୍ତନ କରି କଥାମୃତର ରସ ଆସ୍ୱାଦନ କରି ଯେତେବେଳେ ସେମାନେ ନୃତ୍ୟ କରନ୍ତି, କୀର୍ତ୍ତନ କରନ୍ତି, ଜଣଙ୍କ ଚରଣ ଜଣେ ପଡ଼ିଯାଆନ୍ତି, ନିଜକୁ ହୃଦୟକୁ ବିଦୀର୍ଣ୍ଣ କରନ୍ତି, ହାହାକାର ସେମାନେ ମୂର୍ଚ୍ଛିତ ହେଇଯାନ୍ତି, ବେଳେବେଳେ ଚିତ୍କାର କରନ୍ତି। ଏସବୁ ପରିଶ୍ରମ ଏଟାକୁ ସେମାନେ ସୁଖ ବୋଲି ଭାବନ୍ତି, ରୋଦନ କରନ୍ତି। ରୋଦିତ୍ୟା କେତେବେଳେ ରୋଦନ କରିବେ, କେତେବେଳେ ରାହାଦରି ରୋଦନ କରିବେ, କେତେବେଳେ ମୂର୍ଚ୍ଛା ହେଇଯିବେ। ବିଷୟୀ ଲମ୍ପଟ ପରମ ସୁକୁମାର ବ୍ୟକ୍ତିଗଣ ପରିଶ୍ରମ ଲେଶ ସହିତେ ପାରନ୍ତିନି, ତଥାପି ସ୍ତ୍ରୀ ସମ୍ଭୋଗ ରୂପ ପରିଶ୍ରମକୁ ସର୍ବସୁଖର ଅଧିକ ସୁଖ ମନେ କରନ୍ତି। ସେହିପରି ଆପଣଙ୍କର ଭକ୍ତଗଣ ଆପଣଙ୍କ ଲୀଳା କଥା ମାଧୁର୍ଯ୍ୟ ପାନ, ଲୀଳା କଥା ମାଧୁର୍ଯ୍ୟ ପାନ ହଇତେ ଜାତ। ଦେଖ, ଲୀଳା କଥା ମାଧୁର୍ଯ୍ୟ ପାନରୁ ହିଁ ନୂତନ କୀର୍ତ୍ତନ ହେବ। ଯେଉଁମାନେ କଥା ଶୁଣିବେନି, ଭଗବତ କଥାର ମାଧୁର୍ଯ୍ୟକୁ ପାନ କଲେ ହିଁ ଶତ୍ରୁ ସୃଷ୍ଟ ହେବ ନର୍ତ୍ତନ କୀର୍ତ୍ତନ କ୍ରନ୍ଦନ, ସେଇଠୁ ସୃଷ୍ଟି ହେବ। ଆମର ଖାଲି ଡ୍ରମ୍ଟା ବାଜିଗଲେ ଗୁଟା ଉଠି ଯାଉଛି ଖାଲି। ଆମମାନଙ୍କର ଚିନ୍ତା କର, ବାଜିଲା ଡ୍ରମ୍ ବେଲେ ପଳାଏ ସବୁ ସାପ ବିଳରୁ ବାହାରିଲା ଭଳିଆ, ସବୁ ବାଉଳଗଞ୍ଜା ସବୁ ପଳାଏ, ସବୁ ନୃତ୍ୟ କରିଦେବେ। କିନ୍ତୁ ଏଇଠି କହିଛନ୍ତି ଆପଣଙ୍କର ଲୀଳା କଥା ମାଧୁର୍ଯ୍ୟ ପାନ ହଇତେ, ଲୀଳା କଥା ଭଗବତ କଥା ଶ୍ରବଣ କୀର୍ତ୍ତନ କରି କରି, ଅବଶ୍ୟ ହରିନାମ ଭଗବାନଙ୍କର କଥା କୀର୍ତ୍ତନ ମାନା ନାହିଁ। ମହାପ୍ରଭୁ କୀର୍ତ୍ତନ କରି ନୃତ୍ୟ କରୁଥିଲେ, ସେଥିରୁ ଯେଉଁ ନୃତ୍ୟ ସେ ହରିନାମ କୀର୍ତ୍ତନ ହେଉଛି ବୋଲି ଆସୁଛନ୍ତି। ଖାଲିଟା ବସିଲେ କି ଆସିବ ନା କ'ଣ? ହରିନାମରେ ବାଜୁଛି, ଆସୁଛନ୍ତି। ଲୀଳା କଥା ମାଧୁର୍ଯ୍ୟ ପାନତି, ସେଥିରୁ ଯେଉଁ ଜାତ ସୃଷ୍ଟି ହେଉଛି ନର୍ତ୍ତନ କୀର୍ତ୍ତନ କ୍ରନ୍ଦନ ପରସ୍ପର ପଦ ତଳେ ପତନ, ଜଣେ ଜଣଙ୍କ ଚରଣ ତଳେ ପଡ଼ି ଯାଉଥିବ, ଜଣେ ଜଣେ ଚରଣ ଧରୁଥିବ, ମୂର୍ଚ୍ଛା ଜ୍ଞାନ ଲାଭ, ହାହାକାର ରୋଦନ, ହାହାକାର କରୁଥିବେ, ଯେମିତି ବେଳେବେଳେ ଘର୍ମାକ୍ତ, ଶରୀର ପୁରା ଘର୍ମାକ୍ତ ହେଇଯିବ। ଏସବୁ ଯେଉଁ ପରିଶ୍ରମ ନା, ଏଥିରେ ପରିଶ୍ରମ ଅଛି ନା। କୀର୍ତ୍ତନ ହେଉଛି, ତୁମେ ସେ ବାଜା ବଜାଉଛ, କରତାଳ ବାଜୁଛି, ନୃତ୍ୟ ହେଉଛି, ଗୀତ ଗାଉଛନ୍ତି, ସମସ୍ତେ ପରିଶ୍ରମ ନା। ଗୋଟେ କୀର୍ତ୍ତନ ସାରିଲା ପରେ କେମିତି ସବୁ ପୁଣି ଗାଉଛି ଯାଉଛି, ସବୁ ବାଜା ଫାଜା ପକେଇ ଦେଇ ପୁରା ବସି ପଡ଼ୁছে ଫ୍ୟାନ୍ଟା ଲଗେଇକିରି। ପରିଶ୍ରମ ନା, ପରିଶ୍ରମ ଅଛି, କିନ୍ତୁ ବଡ଼ ସୁଖ ଏଥିରେ। କୀର୍ତ୍ତନ ସାରିଲା ଗୋଟେ ଘଣ୍ଟା କୀର୍ତ୍ତନ ହେଇଗଲା ପରେ ସବୁ ଫ୍ୟାନ୍ଟା ଲଗେଇ ବସି ପଡ଼ିଆ ଗୋଟେ ବାହାର କରିଦେବା, ପୁରା ସୁଇଟର ଫୁଟର ସବୁ ଫୋପାଡ଼ି ଦେବା, ଘର୍ମାକ୍ତ ହେଇଯିବ ଦେହ।
କିନ୍ତୁ ଏଇ ପରିଶ୍ରମ ହେଲେ ମଧ୍ୟ ଏଇଟା ପରମ ସୁଖ। ଏଇଟା ଜଗନ୍ନାଥ ଦାସ, ପୂଜ୍ୟ ଜଗନ୍ନାଥ ଦାସ ବାବାଜୀ ମହାରାଜ ଚାଲିପାରୁନଥିଲେ ନା, ସେବକ ତାଙ୍କୁ ସବୁବେଳେ ଟୋକେଇରେ ଧରିକି ଯାଉଥିବାର। ଯୋଡ଼ି କୀର୍ତ୍ତନ ହେବେ ସେ ପୁରା ଲମ୍ଫ ପ୍ରଦାନ କରିବେ, ସେଠି ପୁରା ଉଠି ପଡ଼ିବେ ଓଙ୍କାର କରିବେ, ପୁରା ଛଲାଙ୍ଗ ମାରିବେ, ଯେମିତି ଟୋକା ଯାଇ ବି ଫେଲ୍ ହେଇଯାଉଥିଲେ ତାଙ୍କ ସହିତ। ଆବେଶ ତାଙ୍କର ଆସୁଥିଲା କୀର୍ତ୍ତନ ସରିଲା ପରେ ଆଉଥରେ ପଡ଼ିକି ରହିଯାଉଥିଲେ, ଏମିତି ତାଙ୍କୁ ଟିକେ ଟିକେ ନେବାକୁ ପଡ଼ୁଥିଲା। କୀର୍ତ୍ତନର ଆବେଶ ସେମିତି। ଏଇଟା କି ସୁଖ? ଏଟାକୁ ପରମ ସୁଖ ମନେ କରନ୍ତି। ମାନେ ବ୍ରହ୍ମାନନ୍ଦ ସୁଖକୁ ମଧ୍ୟ ପଶୁଗଣଙ୍କ ତୃଣଚର୍ବଣ ସୁଖରେ ନ୍ୟାୟ ମନେ କରନ୍ତି। ବିଷୟ ସୁଖ କଥା କିଛି କୁହାଗଲାନି ଏଠି। ବିଷୟ ସୁଖଠୁ ସୁଖ ହେଉଛି ବ୍ରହ୍ମାନନ୍ଦ ସୁଖ, ବ୍ରହ୍ମଚିନ୍ତନ ଯାହା କୁହ, ସେଇ ସୁଖକୁ ମଧ୍ୟ ପଶୁଗଣଙ୍କର ତୃଣଚର୍ବଣ ସୁଖରେ ନ୍ୟାୟ ମନେ କରନ୍ତି। ପଶୁମାନେ ଯଦି ତୃଣ ଘାସ ଖାଆନ୍ତି ଚୁବେଇ ଚୁବେଇ, ତାଙ୍କୁ ଗୋଟେ ସୁଖ ମିଳେ, ଇନ୍ଦ୍ରିୟ ସୁଖ। ବ୍ରହ୍ମାଣ୍ଡ ସୁଖ ମଧ୍ୟ ଏ ପ୍ରକାର ବିଚାର କରନ୍ତି। ଯେଉଁମାନେ ଭଗବତ କଥା, ଭଗବାନଙ୍କର କଥା ମାଧୁର୍ଯ୍ୟ, ଲୀଳା କଥା ମାଧୁର୍ଯ୍ୟ ପାନ କରି ଯେଉଁମାନେ ନୃତ୍ୟ କରନ୍ତି, କୀର୍ତ୍ତନ କରନ୍ତି, ରୋଦନ କରନ୍ତି, ଚିତ୍କାର କରନ୍ତି, ମୂର୍ଚ୍ଛା ହେଇଯାନ୍ତି, ଏସବୁ ପରିଶ୍ରମ ଯେଉଁମାନଙ୍କର ହୁଏ, ଆକୁ ପରମ ସୁଖ ବୋଲି ମନେ କରନ୍ତି। ସେମାନେ ଜଗତର କେଉଁ ବ୍ରହ୍ମ ସୁଖକୁ ଯିବେ? ସେ କିଛି ଚାହିଁବେନି। ଏଥିପାଇଁ ତ ସୁଖଦେବଜୀ ଗୋସ୍ୱାମୀଜୀ, ଆମର ସୁଖଦେବ ମହାରାଜ ବାସ୍ ଭଗବାନଙ୍କର ରୂପ ଆଉ ତାଙ୍କର ଗୁଣ କତିପୟ ଶ୍ଲୋକ ଶ୍ରବଣ କଲା ମାତ୍ରେ ସମାଧିସ୍ଥ ହେଇଥିଲେ ସେ ପୁରା ବ୍ରହ୍ମାନନ୍ଦରେ। କିନ୍ତୁ ସମାଧି ଭାଙ୍ଗିଗଲା ତାଙ୍କର, ଚାଲିଲେ ପୁରା। ଏଇ ପ୍ରକାର ପୁରୁଷ ଜଗତରେ କିଏ ଅଛନ୍ତି? ଏତେ ସୁନ୍ଦର ରୂପ ଯେମିତି ଗୁଣ ସେମିତି, ତାଙ୍କ ବିଷୟରେ ଜାଣିବା ପାଇଁ ଚାଲିଲେ। ଦୀର୍ଘ ସମୟ ଧରି ଯେଉଁ ବ୍ରହ୍ମ ସୁଖ ସେ ଆସ୍ୱାଦନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର ସବିଶେଷ ବିଗ୍ରହ ରୂପ କଥା ଶୁଣିଲେ, ଗୁଣ କଥା ଶୁଣିଲେ, ବାସ୍ ଗୋଟିଏ ଶ୍ଲୋକ, 2-4ଟା ଶ୍ଲୋକରେ ତାଙ୍କର ସେ ସୁଖ ଆସ୍ୱାଦନ ହେଇଗଲା। ତାଠୁ କୋଟି କୋଟି ସୁଖ ଆସ୍ୱାଦନ ହେଲା। କୋଟି ବ୍ରହ୍ମ ସୁଖ ନଏ ତାର ଏକ ବିନ୍ଦୁ କହିଛନ୍ତି ଚକିତ ଚଟାର୍ଥ। ମାନେ ପରମାନନ୍ଦ ଯଦି ଗୋଟେ ସିନ୍ଧୁ ହେଲା, କୃଷ୍ଣ ପ୍ରେମ ପରମାନନ୍ଦ ସିନ୍ଧୁ କୁହାଯାଇଛି। କୃଷ୍ଣ ପ୍ରେମଟା ଗୋଟେ ସିନ୍ଧୁ ସଦୃଶ। ସେ ସିନ୍ଧୁର ଗୋଟେ ବିନ୍ଦୁ ସହିତ ତୁଳନା ନାହିଁ କୋଟି ବ୍ରହ୍ମ ସୁଖ, କରୋଡ଼ ବ୍ରହ୍ମ ସୁଖ କୁହାଯାଇଛି। ଏଥିପାଇଁ ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ ସିନ୍ଧୁ କୁହାଯାଇଛି। ଦିୟମାନଂ ନ ଗୃଣ୍ମନ୍ତି ବିନା ମତ୍ସ୍ୟବନଂ ଜନା। କହିଲେ ଏମାନଙ୍କୁ 4 ପ୍ରକାର ମୁକ୍ତି ଦେଲେ ମଧ୍ୟ ସେମାନେ ମୋତେ ଗ୍ରହଣ କରୁନାହାନ୍ତି। କାହିଁକିନା ମୁକ୍ତି ଦେବି ଭକ୍ତି ଚାହେଁ, ଏ କି ବିସ୍ମୟ। ମୁକ୍ତି ମଧ୍ୟ ଭକ୍ତି ଚାହୁଁଛନ୍ତି। ନାରଦଜୀ କହିଲେ ନା, ନାରଦ ବାବା ମୁକ୍ତି ଦେବି ଭକ୍ତିଙ୍କର ଦାସୀ ସେ। କହିଲେ ହେ ଭକ୍ତି ଦେବି, ତମେ ତମ ସ୍ୱରୂପକୁ ଜାଣୁନ, ତମେ ସାକ୍ଷାତ ଚିନ୍ମୟୀ ଶକ୍ତି ଭଗବାନଙ୍କର। ଯେତେବେଳେ ତୁମେ ପ୍ରକଟ ହେଲେ ଯୁଗରେ, ତମ ସାଥିରେ ଜ୍ଞାନ ବୈରାଗ୍ୟ ପୌର ଉପରେ ଆସିଥିଲେ, ଦାସୀ ରୂପରେ ମୁକ୍ତି ବି ଆସିଥିଲା। କିନ୍ତୁ ଏ ଜଗତରେ ମୁକ୍ତି କେହି ଚାହିଁଲେନି। ତମର ଆବିର୍ଭାବ ପରେ ମୁକ୍ତିକି ଆଉ କେହି ଚାହିଁଲେନି। ଏଥିପାଇଁ ମୁକ୍ତିକି ପଠା ହେଇଗଲା। ଆଉ ନାହାନ୍ତି ମୁକ୍ତି। ଆଉ ଭକ୍ତିର ପ୍ରାକଟ୍ୟ ପରେ ମୁକ୍ତିର ସ୍ଥାନ ନାହିଁ। ଆଉ ମୁକ୍ତି ସ୍ୱୟଂ କୃତାଞ୍ଜଳି ସେବ ତସ୍ମାନ୍ ଧର୍ମାର୍ଥ କାମ ସମୟ ପ୍ରତୀକ୍ଷା। ବିଲ୍ୱମଙ୍ଗଳଜୀ କହିଲେ ପୁରା ଲୀଳା ସୁଖ। ଯଦି ସ୍ଥିରତରା, ଯଦି ମନ ଯଦି କାହାର ସ୍ଥିର ହେଇଗଲା, ସେ ଯୁଗଳ କିଶୋର, ଦିବ୍ୟ ଯୁଗଳ କିଶୋରଙ୍କ ଚରଣ କମଳରେ, ଦିବ୍ୟ ଶ୍ୟାମସୁନ୍ଦରଙ୍କର କିଶୋରଜୀଙ୍କ ଚରଣ କମଳରେ ଯାହାର ମନ ସ୍ଥିର ହେଇଗଲା, ସେଇ ସାଧକକୁ, ସେଇ ଭକ୍ତକୁ ସେବା କରିବା ପାଇଁ ସ୍ୱୟଂ ମୁକ୍ତି ଆସି ଦଣ୍ଡାୟମାନ ହେବେ ହାତ ଯୋଡ଼ିକିରି। ମୁକ୍ତି ସ୍ୱୟଂ କୃତାଞ୍ଜଳି ସେବତ ଅସ୍ମାନ୍। ଆଉ ଧର୍ମ ଅର୍ଥ କାମ ତ୍ରିବର୍ଗ ତା ପଛରେ ରହିବେ। କେବେ ସେ ମୋତେ ଡାକିବ, ସେ ଭକ୍ତର ମୋର ସେବା କରିବା ପାଇଁ।
एथिपाई तो आमर गुरुवर्ग महात्मा पछरे ऐश्वर्य प्रतिष्ठा धन सब लुटुला चरण तले से चाही ना केवे पछरे ऐश्वर्य धन लुटी से सब आगे आगे चलती भजन करी आसवे संसार जो जानते से माने भौतिक सुख पछरे दौड़ती धन पछरे इंद्रिय सुख पछरे परमार्थ चमत्कार ताई भगवान हरिभजन जो स्थिर हो ना भगवान को चरण कमल जार मन स्थिर हो गुरु वैष्णव अनुगत जो मैंने रही भजन कर पाखे जगत सब मिली सब देते भगवान सब देव मत स्थिति यही पॉइंट जो मैंने स्थिर होती ना पाखे सारा जगत सब ऐश्वर्य फिका पड़ सब ऐश्वर्य फिका पड़े से चाहिए मैंने बलवत दर्शन करिए मार्ग ही प्रकार आम कथा देखुन आम गोटे भगवान पाखे अच्छे गुरु अनुगत रहीचे गोटे परमहंस वेश धारण करें साधुर वेश महत कृपारू जगत लोक आमको सम्मान कर अर्थ भी दान कर प्रीति भी कर स्नेह भी कर किंतु ए बेस जब बाहर करदे कई पचारे आमको कई पचारे माने बेसर मर्यादा के देख आमको समस्त विश्वास कर माने आम जो कार गृह भीतर जावा गृह अभ्यंतर किए अविश्वास करेंगे आमको आए आसंत महाराज कहे आसंत प्रभुजी आसंत पूरा अंदर महल को नहीं एत विश्वास केवल जेहेतु ये पोशाकटा आम पाखे अच्छी जो गुरुवर्ग देते बाहर करदे किए पचार कहीं लोक विश्वास से माने साधु साधु मान प्रति लोक मान विश्वास भगवान को निज जन माने भगवत भक्तर महिमा ही वर्णनातीत पैंट सार्ट जीन पैंट सार्ट पकड़े कि आम घर को डाक गेट पाखे छिड़ा हो पड़ो कि बर्तमान हरे कृष्ण कहले अरे प्रभुजी बाहर कहीं आसुना भितर को यही हूँ आम तफात पूर्वाश्रम वर्तमान आश्रम भितर ये हूँ स्पेशल कृपा गुरुवर्ग लुटुची ना सब पैसा भी आसुच्ची सम्मान भी आसुच्ची जो वस्तु पाइबा को चेष्टा करिया पड़ता मिलूला भी मिलूला से वस्तु अनायास लाभ प्राप्त होची तार कारण हूँ भगवान भजन मार्ग ये भगवत सेवार आम रही भगवान भजन कीर्तन भगवान को सेवा करवाटा आम चलती से परम सुख कहते ब्रह्मांड सुख तुच्छ कहला अच्छा ऋषभ जो कहले ब्रह्म सुखम तो अनुतम ब्रह्म सुख ने यही ब्रह्म सुख है परमानंद सुख होती आम चक्रपात कहते भजन कीर्तन सुखटा बुझाई से कौन निर्विशेष ब्रह्म कथा कहुए से ब्रह्म सुख ने मुक्ति सुखटा जोड़ा बुझल ना मुक्ति को स्वयं भावती सेटा ही आम श्री स्वामी चरण श्रीदेव स्वामी पाद कहते आपणकर कथारूप अमृत समुद्र रे महा आनंद रे विहारकारी भक्तगण से माने सुकृतिवान से माने चतुर्भुग सुख को तृण समान ज्ञान करती चक्र आमर श्रीदेव स्वामी पाद भी कहते हे महाराज तत्कथामृत पथाधो विहरन्त मामदः कुर्वन्ति कृतिनः केचित् वर्ग तृणोपमम्
ଆପଣଙ୍କର କଥା ରୂପ ଅମୃତ ସମୁଦ୍ରରେ ମହା ଆନନ୍ଦରେ ଯେଉଁମାନେ ବିଚରଣ କରୁଛନ୍ତି, ବିହାର କରୁଛନ୍ତି, ବିଳାସ କରୁଛନ୍ତି ବା ପହଁରୁଛନ୍ତି ବା ଡୁବିଛନ୍ତି, ଅବଗାନ କରିଛନ୍ତି, ମାନେ କଥା ଅମୃତ ସମୁଦ୍ରରେ ଭଗବତ କଥା କୀର୍ତ୍ତନରେ ଯେଉଁମାନେ ସବୁବେଳେ ମଜିକି ରହିଛନ୍ତି, ସେଇ ଭକ୍ତମାନେ ବାସ୍ତବରେ ସୁକୃତିବାନ, ସେମାନେ ବାସ୍ତବରେ ସୁକୃତିବାନ। ହରି କଥା ନଥାଏ କି ଜୀବନ ହେ, କି ଭକ୍ତ ସେ। ସେଥିପାଇଁ କଥାମୃତ ସମୁଦ୍ରରେ ଜଣେ ଡୁବିଛନ୍ତି, ସେମାନେ ସୁକୃତିବାନ, ସେମାନେ ଚତୁର୍ଭୋଗ ସୁଖକୁ ବି ତୃଣସ୍ୱାନ ମନେ କରନ୍ତି। ତୃଣସ୍ୱାନ ମନେ କରନ୍ତି। ତୃଣ ମାନେ ଘାସ, କୁଟା ଭଳିଆ ଭାବନ୍ତି, ତୁଚ୍ଛ ଅତି ନଗଣ୍ୟ ଭାବନ୍ତି। ଚାରି ପ୍ରକାର ସୁଖକୁ ମଧ୍ୟ, ଧର୍ମ ଅର୍ଥ କାମ ମୋକ୍ଷ, ଚାରି ପୁରୁଷାର୍ଥ ଚତୁର୍ଭୋଗ ସୁଖକୁ ମଧ୍ୟ ସେମାନେ ତୃଣ ବୋଲି ଭାବନ୍ତି। ସମଲୋଷ୍ଟାଶ୍ମ କାଞ୍ଚନ, ଏ ଭଜନର ମାର୍ଗ ଏ ବାସ୍ତବରେ ଯେଉଁମାନେ ପ୍ରକୃତିରେ ଭଗବତ କଥା କୀର୍ତ୍ତନର ମହତ୍ତ୍ୱ ବୁଝୁଛନ୍ତି, ଅନୁଭବ କରୁଛନ୍ତି ହରିକଥାର, ସେମାନେ ଯଦିଓ ବ୍ୟବହାରିକ ଲୀଳା କିଛି କରୁଛନ୍ତି, ତଦାର ଅର୍ଥକୁ ରଖୁଛନ୍ତି, ସଂରକ୍ଷଣ କରୁଛନ୍ତି, ଭଗବାନଙ୍କର ସେବାରେ ବିନିଯୋଗ କରୁଛନ୍ତି, ଏଇଥିପାଇଁ ନିଜ ସୁଖ ପାଇଁ ସେମାନେ କିଛି କରନ୍ତିନି, ନିଜ ସୁଖ ପାଇଁ କିଛି କରନ୍ତିନି। ବାହାରକୁ ଦେଖାଯାଉଛି ଜଣେ ମହାତ୍ମା ବଡ଼ କଞ୍ଜୁସ, ପୁରା ପଇସାକୁ 2-4 ଥଳି ଗଣିକି ରଖୁଛନ୍ତି, ମାନେ ଆର ଅର୍ଥ ନୁହେଁ ଯେ ଗୋଟେ କିଛି ଗୋଟେ ମିଳିଲେ ତାକୁ ଫୋପାଡ଼ି ଦେବା, ସେ କଥା କୁହାଯାଏନି ଏଠି। କାହିଁକିନା ଆମେ ଭଗବାନଙ୍କର ସେବା କରିବା ପାଇଁ ଆସିଛେ, ଯଦି କିଛି ପ୍ରାପ୍ତି ହୁଏ ସେ ଭଗବାନଙ୍କର ସେବା ପାଇଁ ପ୍ରାପ୍ତି ହୁଏ, ତାହାର ତଦାରଖ କରିବା ବି ଆମର କର୍ତ୍ତବ୍ୟ, ସେ ବି ଭଗବତ ଭଜନ ଗୋଟେ ଅଙ୍ଗ। ସିଏ ଭଗବାନଙ୍କର ମନ୍ଦିରରେ ଝାଡ଼ୁଟା ମଧ୍ୟ ଗୋଟେ ଭଗବାନଙ୍କର ସେବା ଉପକରଣ କୁହାଗଲା, ତାକୁ ମଧ୍ୟ ସୁରକ୍ଷା ରଖିବା ଦରକାର। ଏ ହେଉଛି ଆମର ସିଦ୍ଧାନ୍ତ। କିନ୍ତୁ ନିଜ ପାଇଁ ନୁହେଁ, ଭଗବାନଙ୍କ ପାଇଁ। ଆଉ ମୁମୁକ୍ଷୁ ପରିତ୍ୟାଗୀ ଫଲ୍ଗୁ ବୈରାଗ୍ୟ କଥ୍ୟତିରେ ପ୍ରାପଞ୍ଚିକ ତୟା ବୁଦ୍ଧି ହରି ସମ୍ବନ୍ଧୀ ବସ୍ତୁ ନ, ହରି ସମ୍ବନ୍ଧୀ ବସ୍ତୁ ପ୍ରତି ପ୍ରାପଞ୍ଚିକ ବୁଦ୍ଧି ରଖି ଯେ ତ୍ୟାଗ କରିଦେବା, ଏହି ପ୍ରକାର ମୁମୁକ୍ଷୁମାନେ ଫଲ୍ଗୁ ବୈରାଗ୍ୟ, ଇଏ ଯୁକ୍ତ ବୈରାଗ୍ୟ ନାହିଁ। ଅନାସକ୍ତ ସବିଷୟ ଯଥାରଂ ପର୍ଯ୍ୟନ୍ତ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ବୈରାଗ୍ୟଂ ଯୁକ୍ତ ବୈରାଗ୍ୟଂ ଉଚ୍ୟତେ, ତାକୁ ଯୁକ୍ତ ବୈରାଗ୍ୟ କୁହାଗଲା। କିନ୍ତୁ ଚତୁର୍ଭୋଗ ସୁଖକୁ ତୃଣ ସମାନ ଜ୍ଞାନ କରେ, ତୃଣ ସମାନ ନିଜ ପ୍ରତି ଭଗବାନଙ୍କ ସୁଖ ପାଇଁ ସବୁ କିଛି ଗୁରୁତ୍ୱପୂର୍ଣ୍ଣ, ନିଜ ପାଇଁ ତୃଣ ସଦୃଶ। ନିଜ ଧର୍ମ ଅର୍ଥ କାମ ତୃଣ ସଦୃଶ, ନିଜ ଚାହାନ୍ତିନି, ନିଜ ସୁଖ ବୋଲି ଚେଷ୍ଟା ନାହିଁ କରିବାର, ଭକତି ବିନୋଦ କହେ ତବ ସୁଖ ସାର। ଭକ୍ତି ଠାକୁର କହୁଛନ୍ତି, ପ୍ରଭୁ ମୋର ଚେଷ୍ଟା, ମୋ ପାଇଁ ମୁଁ କିଛି କରିବିନି, ଆପଣଙ୍କ ଇଚ୍ଛା। ନିଜର ପୋଷଣ କବ ନା ଭାବିବ, ରହିବ ଭାବରେ ଭରେ। କେତେ ସୁନ୍ଦର କଥା। ମୁଁ ନିଜେ କେମିତି ବଞ୍ଚିବି, କେଉଁଠି ବଞ୍ଚିବି, କ'ଣ ଖାଇବି ଚିନ୍ତା ନାହିଁ, ସବୁବେଳେ ଭାବରେ ରହିବି। ନିଜର ପୋଷଣ କବୁ ନ ଭାବିବ। ଯେମିତି ଆମର ଗୋବର୍ଦ୍ଧନ ପ୍ରଭୁ ଚିନ୍ତା ନାହିଁ, ବର୍ତ୍ତମାନ ଚିନ୍ତା ଅଛି, ଯାହା ଭଗବାନ ଯାହା କରିବେ କରିବେ, ବଢ଼ିଆ ଭଲ। ଶାସ୍ତ୍ର ତ ପଢ଼ୁଥିଲେ, କିନ୍ତୁ ପ୍ରାକ୍ଟିକାଲି ଦେଖିଲେ ଜଣେ ମହାତ୍ମା, ଭଗବାନଙ୍କ ଇଚ୍ଛା, ଭଗବାନ ଉପରେ ଭରସା, ବାସ ଗୁରୁ ବୈଷ୍ଣବ ଉପରେ, ଗୁରୁଦେବଙ୍କ ଉପରେ ଭରସା, ଭଗବାନ ଉପରେ ଭରସା। ସେ ଯାହାର ମା ଗୁରୁମା ସବୁବେଳେ କୁହନ୍ତି, ମାର ବି ରାଖିବି ଯୋ ଇଚ୍ଛା ତୋରା, ନିତ୍ୟ ଦାସ ପ୍ରତି ତୟା ଅଧିକାର। ଏ ପ୍ରଭୁ ତମେ ତ ମାରିଲେ ମାର, ରଖିଲେ ରଖ, ତମର ଦାସ ମୁଁ, ବାସ ତମର ଇଚ୍ଛା। ଭକ୍ତ ତ ତାକୁ କୁହାଯାଏ ଯେ ନିଜ ପାଇଁ କିଛି ଚେଷ୍ଟା କରିବନି, ନିଜ ପାଇଁ ଚିନ୍ତା କରିବନି, କାଲି ପାଇଁ ଚିନ୍ତା ନାହିଁ, ନିଜର ଭଜନ ହିଁ ମୂଳ ଯାହାର, ନିଜ ଭଜନ ନିଜ ସର୍ବସ୍ୱ, ହରି ଭଗବାନଙ୍କର ସେବା କରିବା, ଭଗବାନଙ୍କର ଭଜନ କରିବା,
ଏହା ଆମ ଜୀବନର ଉଦ୍ଦେଶ୍ୟ। ଭଜନ କରିବା ପାଇଁ ଶରୀରଟା ମିଳିଛି ବାସ୍। ଭଜ ଧାତୁ ସେବାୟା, ହରିଭଜନ, ହରିସେବା, ନିଜର ସାମର୍ଥ୍ୟ ଅନୁସାରେ, ନିଜ ଯୋଗ୍ୟତା ଅନୁସାରେ ଭଗବାନଙ୍କ ସେବା କରିବା ପାଇଁ ଶରୀରଟା ପ୍ରାପ୍ତ ହେଇଛି। ଏଣୁକରି ଏହି ପ୍ରକାର ହରିଭଜନ ଯେଉଁମାନେ କରୁଛନ୍ତି, ହରିସେବାର ରତ ଯେଉଁମାନେ ଅଛନ୍ତି, ହରିକଥାରେ ରହିଛନ୍ତି, କଥାମୃତ ପାନ ଯେଉଁମାନେ କରୁଛନ୍ତି, ସେମାନେ କାହିଁକି କି ସୁଖ ଚାହେଁ କହୁନ? ସତ କଥା। ଯେଉଁମାନଙ୍କର କିଛି କଥାର ଆସ୍ୱାଦନ କରିପାରୁନାହାନ୍ତି, ହରିନାମ ହରିକଥାର ସତ୍ସଙ୍ଗର ସ୍ୱାଦ ଯେଉଁମାନେ ପାଇପାରୁନାହାନ୍ତି, ସେମାନେ ଟିକିଏ ଟିକିଏ ଇଏରେ ସେମାନେ ଭାସି ପଳାନ୍ତି। ଆଉ ଯେମିତି କୋମଳ ଶ୍ରଦ୍ଧା ଆସିଥାଉଛନ୍ତି, କୋମଳ ଶ୍ରଦ୍ଧା ହେଲେ ସେମାନେ ଭକ୍ତି ପଥକୁ ଆସନ୍ତି। ଶ୍ରଦ୍ଧାଟା କୋମଳ ଥାଏ, କିନ୍ତୁ ଷ୍ଟ୍ରଙ୍ଗ ହୋଇନଥାଏ, ସେମାନେ ଆଉଥରେ ପଛକୁ ପଳାନ୍ତି। ଯେମିତି ଉଦାହରଣ ଦେଲେ ଟିକାକାର କହୁଛନ୍ତି, ଯେମିତି ଯେ ପ୍ରକାର ନଦୀରେ ବନ୍ୟା ଆସିବ, କିଛି କାଠି କୁଟା ସବୁ ଆସି କୂଳରେ ଲାଗିଯିବ ନା, ପଟୁ କାଠି କୁଟା ଲାଗିଗଲା, କିଛି ଦିନ ରହିଲା, ତାପରେ ଆଉଥରେ ବଡ଼ ବନ୍ୟା ଗୋଟେ ଆସିଲା। ବଡ଼ ବନ୍ୟା ଆସିଲେ କ'ଣ ହେବ? ସେ କାଠି କୁଟା ଆଉଥରେ ବସେଇ ନେଇଯିବ। ସେମିତି କିଛି ସନ୍ଥମାନଙ୍କର ବୈଷ୍ଣବମାନଙ୍କର କୀର୍ତ୍ତନ ଦେଖିଲେ ପୁରା ବାଜିଲା, ଡ୍ରମ୍ ବାଜିଲା, ଉତ୍ତମ ପୁରା କିଏ ଆନିଲା ରେ ଗୀତ ବାଜିଥିବ, ପୁରା ଶୁଣି ଶୁଣି ଘର ଦ୍ୱାର ଛାଡ଼ିକି ପଳାଇଲେ। ମହାତ୍ମାର କଥା ଟିକେ ଶୁଣିକି ଘର ଦ୍ୱାର ଛାଡ଼ିକି ପଳା ଆସିଲେ, ଗୁରୁବର୍ଗର କଥା ଶୁଣିକିରି। ଆରେ ବଡ଼ ଆନନ୍ଦ ତ। ଆସିଲା ପରେ ସେସବୁ ଯଦି ବସ୍ତୁ ନ ମିଳିବ ଏଠି ଆଉଥରେ, ସବୁବେଳେ ତ ସେମିତି ହୁଏନି। ବା କୌଣସି ଅପରାଧ ବସ୍ତୁ ବା କୌଣସି ଦୁଷ୍କୃତି ହଉ ବଶତଃ ହଉ, ଯଦି ଆମେ ଧୀରେ 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 ଏ ପଥ ପ୍ରତି ମାନେ ଅମନୋଯୋଗୀ ହେଇଯିବା, ତାପରେ କ'ଣ ହେଇଯିବ? ବାହ୍ୟ ଜଗତର ଚାକଚକ୍ୟ ଯେତେବେଳେ ଦେଖିବା, ଏଠି ଆସେ, ପ୍ରତିଷ୍ଠା ବି ଆସେ, ସମ୍ମାନ ବି ଆସେ, ବହୁତ କିଛି ଉଚ୍ଚ ସ୍ଥିତି। ଏଇଟା ଗୋଟେ ସଂସାରରେ ଯିଏ ଆମର କୌଣସି ସଂସାରରେ ଆମେ ଜିରୋ ହେଇକି ଥିଲେ, କିନ୍ତୁ ଏଇ ପଥକୁ ଆସିଲା ପରେ ଆମକୁ ହିରୋ ବୋଲି କୁହାହେଉଛି। ବାସ୍ତବ ଏମିତି ସ୍ଥିତି ଆମମାନଙ୍କର, କିନ୍ତୁ ତା'ର ମର୍ଯ୍ୟାଦାକୁ ବୁଝିପାରୁନା। ଆରି ମୂଳରେ କେବଳ ଗୁରୁ ବୈଷ୍ଣବଙ୍କର କୃପା। ଏଇଟାକୁ ଯେଉଁମାନେ ବୁଝିପାରନ୍ତି, ନିଜ ଉପରୁ ନେଇଯାଆନ୍ତି, ସେମାନେ ଧୀରେ 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 କରନ୍ତି, ଏଇ ରସର ତ ପାଇପାରନ୍ତିନି, ବାହ୍ୟ ଜଗତର ଚାକଚକ୍ୟରୁ ମୋହିତ ହେଇଯାନ୍ତି। ସେ ଆଉଥରେ ବଡ଼ ବନ୍ୟା ଆସିଲେ ଯେମିତି କାଠି କୁଟା ସବୁ ପଳାଏ, କୋମଳ ଶ୍ରଦ୍ଧାରେ ଆସିଥିବା, ପରମାର୍ଥ ପଥକୁ ଆସିଥିବା ପ୍ରାଥମିକ ସାଧକ ପ୍ରାଥମିକ ସ୍ତରରେ ହିଁ ଯେତେବେଳେ ଜଗତର କିଛି ସୁଖ ମିଳିଗଲା, କିଛି ପଇସା ମିଳିଯିବ, କିଛି ନାରୀ ଧନ ମିଳିଗଲା, ସ୍ତ୍ରୀ ଧନ ବା କିଛି ପ୍ରତିଷ୍ଠା ମିଳିଗଲା, ପଦପଦବୀ ମିଳିଲା, ସେ ଛାଡ଼ିକି ପଳାନ୍ତି ସେ ପଥକୁ। ଏଇ ହେଉଛି ବାସ୍ତବରେ ଆମମାନଙ୍କୁ। ସେଥିପାଇଁ ଏକମାତ୍ର ହରିକଥା, ହରିକୀର୍ତ୍ତନ ଆଉ ବାନ୍ଧିକି ରଖିବ। ସବୁବେଳେ କଷ୍ଟଡ଼ି ଭିତରେ ରହିବା ଦରକାର। ସବୁବେଳେ ଆମେ ଦ୍ରୁମ ହିଁ ନିଜେ ଛାୟା ଦେଇଦେବା, ଆମେ ଚାରା ହେଇକି ରହିବା ଦରକାର। ଛୋଟିଆ ଘାସକୁ, ଛୋଟିଆ ଚାରାଟାକୁ ଛାଇ ଦରକାର, ଛୋଟିଆ ପ୍ରୋଟେକ୍ସ ବାଡ଼ ଦରକାର। ସବୁବେଳେ ବାଡ଼ ହେଉଛି ଆମର ଗୁରୁ ବୈଷ୍ଣବଙ୍କର ଛତ୍ରଛାୟା ବାଡ଼। ଏମାନଙ୍କ ଭିତରେ ଆମେ ରହିବା ଦରକାର। ଏ ହେଉଛି ମାର୍ଗ। ଏଥିପାଇଁ ପ୍ରାୟ ଆସନ୍ତି, କୋମଳ ଶ୍ରଦ୍ଧାରେ ଆସିଯାଆନ୍ତି, କିଛି ଦିନ ରୁହନ୍ତି, ସେବା ପୂଜା କରନ୍ତି, ତାପରେ ଆଉଥରେ ତାଙ୍କର ସଂସାର ସୁଖ ଭଲ ଲାଗେ, ତାଙ୍କୁ ଭଲ ଲାଗେ। ଆଉ ବେଳେବେଳେ ମନଟା ତାଙ୍କର ବିରକ୍ତି ହେଇଯାଏ, କାହିଁକିନା ଆସ୍ୱାଦନ ମିଳେନି ନା। ଧରନ୍ତୁ ପାଠ କୀର୍ତ୍ତନ ବନ୍ଦ କରାହେଇଯିବ, ଏଠି ରହିପାରିବନି ତମେ ସବୁ, ପକ୍କା ଇଏ କେହି ରହିପାରିବନି ଏଠି। ହରିକଥା ବନ୍ଦ ଯଦି ହେଇଯିବ ନା, କାହିଁକିନା ଆମର ସେ ପ୍ରକାର ତ ଜନ୍ମଜାତ ସିଦ୍ଧ ମହାତ୍ମା ନୁହଁ ଯେ ଆମେ ସୁଖଦେବ ଜୀଙ୍କ ଭଳିଆ ଘର ଛାଡ଼ି ପଳାଇ ଆସିଥାନ୍ତେ, ସେ ପ୍ରକାର ହେଇନି ଆମେ। ଏ କଥା କା କୀର୍ତ୍ତନ ଏସବୁ ଶୁଣିକିରି ଆମେ ଏ ପଥକୁ ଆସିଛେ। ସେ ବସ୍ତୁ ଯଦି ଆମକୁ ନ ମିଳିବ ଏଇଠି ଯଥାର୍ଥ ରୂପେ, ତାକୁ ଯଦି ଆମେ ଆସ୍ୱାଦନ ନ କରିପାରିବା କୌଣସି କାରଣବଶତଃ, ତାହେଲେ ଧୀରେ ଧୀରେ ଆମର ଦୁଷ୍ଟ ବୁଦ୍ଧି ଯେଉଁ ରହିଛି, ସବୁ ଯେଉଁ ଦମନ କରିଛି ଯାହାକୁ, ସବୁ ଦୁଷ୍ପ୍ରବୃତ୍ତିକୁ, ସେସବୁ ପ୍ରକଟ ହେବ ଏଇଠି। ସେତେବେଳେ ଆମକୁ ଛିଟିକି ନେଇଯିବ ସଂସାର ଭିତରୁ ଆଉଥରେ। ଏଥିପାଇଁ ସବୁବେଳେ ଭଜନ କୀର୍ତ୍ତନ ସେବାରେ ସବୁବେଳେ ଲାଗି ରହିଥିବା ଦରକାର। ସତ୍ସଙ୍ଗ ଭିତରେ ରହିଲେ ହିଁ ଦେଖିବ ତା'ର ସ୍ୱାଦ ଗୋଟେ କିଛି ଦିନ ପରେ ମିଳିବ। ହୃଦୟ ଯେତେବେଳେ ଶୋଧନ ହେଇଯିବ ନା, ଅନର୍ଥ ଉପଗମ ଯେତେବେଳେ ହେଇଯିବ, ହୃଦୟ ନିର୍ମଳ ହେଇଯିବ, ସେତେବେଳେ ତାଙ୍କୁ ବୁଝିପାରିବା ଆମେ।
ନହେଲେ ନୈଶାଙ୍ଗ ମତିସ୍ତାବତୁର କ୍ରମାଙ୍ଗୀ ହେଇଯିବ। ନହେଲେ ମହତ ପୁରୁଷଙ୍କ ଚରଣ କମଳ ଯଦି ଅଭିଷିକ୍ତ ନହେଲା ପର୍ଯ୍ୟନ୍ତ ଆମର ଷୋଡ଼ ଗୋସ୍ୱାମୀ ରୂପ ରଘୁନାଥ ଗୋସ୍ୱାମୀ ସବୁ ବର୍ଣ୍ଣନା କରାଯାଇଛି। ଏମାନଙ୍କ ସ୍ମରଣ କରିବାନି, ଗୁରୁବର୍ଗ ପ୍ରଭୁପାଦ ମହାତ୍ମାଙ୍କ ଯେ ସ୍ମରଣ ନ କରିବା, ତାଙ୍କରି ଚରଣ କମଳକୁ ଯଦି ଧ୍ୟାନ ନ କରିବା, ତାଙ୍କରି କଥାକୁ ଯଦି ସବୁବେଳେ ମନନ ନ କରିବା, ତାଙ୍କ ଆଦେଶକୁ ପାଳନ ନ କରିବା, ତାହେଲେ ଆମର କେବେ ହେଲେ ଅନର୍ଥ ଉପଶମ ହେବନି। ଆମର କେବେ ହେଲେ ମତି ଭଗବାନ ପାଖରେ ରତି ପ୍ରାପ୍ତ ହେବନି, ଯୁକ୍ତ ହେବନି। ନା ଏସାଙ୍ଗ ମତିସ୍ତାବତ ଅରୁକ୍ରମାଙ୍ଗୀ ଅନର୍ଥ ଉପଗମ କୁହାଗଲା ନା। ଶ୍ଲୋକ ଉଠେଇଛନ୍ତି ମଇ ଏସାଙ୍ଗ ପାଦ ରଜବିଷେକ ନିଷ୍କିଞ୍ଚନାନ୍ନ ନ ବୃଣୀତ ସାବତ। ନିଷ୍କିଞ୍ଚନ ମହାତ୍ମାଙ୍କ ଚରଣ କମଳ ଅଭିଷିକ୍ତ ନ ହେଲା ପର୍ଯ୍ୟନ୍ତ ମତି କେବେ ହେଲେ ଭଗବାନଙ୍କ ଚରଣ କମଳରେ ଅଭିନିବେଶ ହେବନି। କାହିଁକିନା ଅନର୍ଥ ହିଁ ଉପଗମ ହେବନି, ଉପଶମ ହେବନି। ହଁ କାଲି କୀର୍ତ୍ତନ କରିବା। କଥା ଶୁଣିଲେ ହିଁ ମଜା। ଆରେ ଆରେ ଭାଇ ଶେଷ ଶ୍ଲୋକଟା ଦେଇଛନ୍ତି କିନ୍ତୁ ତାର ଟୀକା ଦେଇନାହାନ୍ତି। ଶେଷ ଶ୍ଲୋକ ତାର ଟୀକା ନାହିଁ। ଗୀତମାଳା ପଢ଼ିଆ ହେଲା, ଏଇଟା ପଢ଼ିଦବା। ମନ ଶିକ୍ଷା ଦୈକାଦଶ କବରମେ ତନ୍ମଧୁରୟା ଗୀରା ଗାୟତି ଉଚ୍ଚ ସମଧୀର୍ଗତ ସର୍ବାର୍ଥ ତତିଜହ ସଜୁତ ଶ୍ରୀ ରୂପାनुଗହ୍ୟ ଭବନ ଗୋକୁଳ ବନେ ଜନ ରାଧା କୃଷ୍ଣ ତୁଲ ଭଜନ ରତ୍ନ ସଲଭ। ଏଇତି ସେ ମନ ଶିକ୍ଷା ଦାକ୍ଷମ ଏକାଦଶକଂ ସମାପ୍ତ। ଓହୋ, ଏକାଦଶ ସମାପ୍ତ ହେଇଗଲା ଏଠି। ଗୀତମାଳା ପଢ଼ିଆ। ଗୀତମାଳା ଲେଖିଛନ୍ତି ଶ୍ରୀଲ ଭକ୍ତି ଠାକୁର 1853 ମସିହାରେ। ଶ୍ରୀଲ ଭକ୍ତି ଠାକୁର ଶରଣାଗତି ଓ ଗୀତାବଳୀ ନାମକ କୀର୍ତ୍ତନ ସମୂହ ରଚନା କରିଥିଲେ 1883ରେ। ଶରଣାଗତି ଆଉ ଗୀତାବଳୀ। ପ୍ରାୟ ସେହି ସମୟରେ ଏ ଗୀତମାଳା ରୂପକ ଧନ୍ୟ ସମୃଦ୍ଧ କୀର୍ତ୍ତନମାନ ରଚନା କରିଛନ୍ତି। ସେଇ 1883ରେ ହିଁ 1853 ସମୟରେ 1853ରେ ହିଁ ଏ ଗୀତମାଳା ଯେଉଁଟାକି ଧନ୍ୟ ସମନ୍ୱିତ କୁହାଯାଇଛି, ଅତ୍ୟନ୍ତ ଧନ୍ୟତାର ସହିତ କୀର୍ତ୍ତନ କରିଛନ୍ତି ଏଇଠି। ସେଥିରେ ରୂପ ରଘୁନାଥ ପ୍ରଦର୍ଶିତ ପରିପକ୍ୱ ରାଗାନୁଗା ଭଜନର ନିର୍ଯାସ ପ୍ରଦାନ କରିଛନ୍ତି। ଏଥିରେ ଅଛି କ'ଣ? ରୂପାନୁଗ ଧାରା, ରୂପ ରଘୁନାଥଙ୍କର ଯେଉଁ ରାଗାନୁଗ ପରିପକ୍ୱ ରାଗାନୁଗ ମାର୍ଗ ଭଜନର ନିର୍ଯାସ ପ୍ରଦାନ କରିଛନ୍ତି ଏଠି। ଗୀତିମାଳାର ପ୍ରଥମ ଅଙ୍ଗ ଯମୁନା ଭାବ ବୋଲି ଯେଉଁ କୁହାଯାଇଛି। ଏଥିରେ ଶାନ୍ତ ଦାସ୍ୟ ଭକ୍ତି ସାଧନ ଲାଳସାମୟ ଗୀତି ସମୂହ। ଶାନ୍ତ ଦାସ୍ୟ ଭକ୍ତି ସାଧନ, ଶାନ୍ତ ଭକ୍ତ ଦାସ୍ୟ ରସ, ଏହି ଭକ୍ତି ସାଧନ ଯେଉଁମାନେ କରୁଛନ୍ତି ଲାଳସା ଗୀତ ସମୟ ଏଥିରେ ରଖାଯାଇଛି। ଏ ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ପ୍ରାଚୀନ ଆଚାର୍ଯ୍ୟ ଯମୁନାଚାର୍ଯ୍ୟଙ୍କ ତତ୍ରରତ୍ନ ଭାବ ଅନୁସାରେ ରଚିତ। ହରି ହେ ଓ হে প্রভু দয়াময় তোমার চরণ দয়। ও হে প্রভু দয়াময় তোমার চরণ দয়। শ্রুতি শির পরিশোভা পায়ে
श्रुति शिरो परि शोभा पाए। गुरुजन शिरे पुनः शोभा पाए सतगुण। गुरुजन शिरे पुनः शोभा पाए सतगुण। देखिया मार पराण जुड़ाय। श्रुति शिरो परि शोभा पाए। जीव मनोरथ पथ तहि सब अनुगत। जीव वंशा कल्पतरु यथा। जीवेरे से कुल धन अति पूज्य सनातन। हे जीवेरे से कुल धन अति पूज्य सनातन। जीवेर चरम गति तथा। जीववंशा कल्पतरु यथा। कमलाख्य पददय परम आनंदमय। निष्कपटे सेवियास तत। ए भक्ति विनोद चाय सतत तुषिताय। भक्ति विनोद चाय सतत तुषिताय। भक्त जने हय अनुगत। निष्कपटे सेवियास तत। ओहे प्रभु दयामय तुम्हार चरण दया।
श्रुति शिर परिशोभा पाए। ये होची गीतमालार प्रथम अंग। ए प्रकार पंचम अंग पर्यंत गीतमाला से लिखिं भक्ति ठाकुर सिद्धि लालसा पर्यंत रखाई। ये जमुनाचार्यंकर स्तोत्र रत्न भाव अनुसार रचित ये एथिपाई आपको कहला यमुना भावावली। जमुनाचार्य स्तोत्र रत्न आधार रे भाव रचित होती। विशेषकर शांत दास्य भक्ति साधन लालसामय एम समस्त शांत दास्य भावेर संगीत गुड़िकर श्री गौर सुंदर प्रकाशित मधुर भावर शांत दास्य सख्य वात्सल्य भाव अनुष्ठित पही। जदिव जमुनाचार्य स्तोत्र रत्न लिखिं शांत दास्य भाव लालसामय गीति समूह, किंतु श्रीमन महाप्रभु प्रकाशित मधुर भाव शांत दास्य कथा महापुरुष प्रकाशित शांत दास्य सख्य वात्सल्य भाव ये गीत आकार प्रकाशित होती। प्रथम श्लोक स्तोत्र रत्न यन्मूर्धि मे श्रुति शिरस्सु च भाति यस्मिन् स्मन्ननोरथ पथा सकला समेति तस्यामि न कुलधनं कुलदैवतं तत् पदारविन्दमरविन्द विलोचनस्य। हे हरि हे करुणामय स्वामी तुमर पादपद्म देव अगणित स्तुतिमान मस्तक पर शोभा प्रकाश करुछि। हे प्रभु दयामय तुम्हार चरण दय श्रुति शिर परी शोभा पाए। हम जब श्रीमद् भागवत श्रुति पढ़ुच ना श्रुति उवाच श्रुति उच्च कहले आपण चरण कमल ना महाराज अगणित श्रुतिमान मस्तक पर रही शोभा पाउछि। अगणित श्रुतिमान मस्तक पर शोभा पाउछि। खाली सेति नुहे गुरुजन सिरे पुनः शोभा पाए सतगुण देखिए आमार पराण जुड़ाए। हे हरि पुनः गुरु मानक मस्तक उपरे आपण से चरण जुगल सतगुण शोभा पाउथार देखी मोर प्राण आनंद विभोर हो जाउछि। श्रुति मान ऊपर तो आपण चरण कमल जमी शिरोमणि सदृश शोभा पाउछि करोड़ करोड़ श्रुति मान किंतु गुरु जो माने गुरु आचार्य से मस्तक उपर आपण चरण सतगुण शोभा पाउछि। कभी अर्थ श्रुति मान जो आपन जो प्रकार वर्णना करिसंती आपन रूप गुण लीला जा किछि प्रामाणिक महात्मा संत जो मान महानुभव भक्त से मुख निश्चित आपणकर पूत चरित्र कीर्ति गाथा जस सब विभिन्न अनुभवात्मक अनुभाव भाव भाव उद्दीपक तांकर कीर्तन जमी सतगुण स्वाहमान होची माने गुरुवर्गंकर अनुभवर जो भावोक्ति ना प्रकाश होती से सब तार पराकाष्ठा सर्वोत्कृष्टता कहुई। तेणु कहले से चरण जुगल गुरुवर कहले पुनः गुरुजन सिरे पुनः शोभा पाए सतगुण देखिए आमार पराण जुड़ाए। गुरु मान मस्तक उपर आपण से चरण जुगल सतगुण शोभा पाउतार देखी मोर प्राण आनंद विभोर हो जाउछि। तेणु जीव मनोरथ पथ तही सब अनुगत जीववांछा कल्पतरु यथा। जीवर समस्त वांछित फल आपणकर उज्ज्वल चरण द्वयर अनुगत अटंती। जीव मान जेते सब कामना कर महाराज
ଏସବୁ ଆପଣଙ୍କ ଚରଣ କମଳର ଅନୁଗତ ସବୁ। ତା ଅର୍ଥ ଆପଣଙ୍କ ଚରଣର ବିନ୍ଦୁରେ ଯେଉଁମାନେ ଶରଣାଗତ ହେଇଯାନ୍ତି ତାର ସମସ୍ତ ଇପ୍ସିତ ଇଚ୍ଛା ପୂର୍ଣ୍ଣ ହେଇଯାଏ। ଯାହା ଇଚ୍ଛା ପୂର୍ଣ୍ଣ ହେଇଯାଏ। ପ୍ରାକ୍ଟିକାଲ କରୁନ, ଯାହା ଇଚ୍ଛା କରୁଥିବ ଠାକୁର ପୂର୍ଣ୍ଣ କରୁଛନ୍ତି ନା ନାହିଁ? ସମସ୍ତେ ଇଚ୍ଛା ପୂର୍ଣ୍ଣ କରୁଛନ୍ତି। ଯିଏ ଯେଉଁ ପ୍ରକାର ଭାବନା ତାକୁ ସେଟା ଦେଉଛନ୍ତି ଠାକୁର। କାହାକୁ ସେ ରିକ୍ତ ହସ୍ତରେ ଫେରେଇ ନାହାନ୍ତି। ସମସ୍ତଙ୍କୁ ସବୁ କାମନା ଦେଇଛନ୍ତି। ଯିଏ ଯାହା ଚାହିଁଛି ତାକୁ ଦେଇଛନ୍ତି। ସମସ୍ତ ବାଞ୍ଛିତ ଫଳ, ଯେତେ ସବୁ ଇପ୍ସିତ ଫଳ, ସେ ଉଜ୍ଜଳ ଚରଣ ଦ୍ୱାରା ଅନୁଗତ ଅଟନ୍ତି। ଆପଣଙ୍କ ପାଦ ପଦ୍ମଦେବ କଳ୍ପତରୁ ଭଳି ବାଞ୍ଛିତ ଫଳ ପ୍ରଦାନ କରନ୍ତି। ଭଗବାନଙ୍କ ଚରଣ କୂଳ ବାଞ୍ଛା କଳ୍ପତରୁ ଯଥା, ଜୀବ ବାଞ୍ଛା କଳ୍ପତରୁ ଯଥା। କଳ୍ପତରୁ ସଦୃଶ। କଳ୍ପତରୁ ଯାହା କାମନା କଲେ ଫଳବତୀ ହେଇଯାଏ। କହିଲେ ଆପଣଙ୍କ ଚରଣ କମଳ ସମସ୍ତ ଜୀବମାନଙ୍କର କୂଳ ଦେବତା। ଜୀବ ମନୋରଥ ପଥ, ଜୀବରେ ସେ କୁଲଧନ, ଅତି ପୂଜ୍ୟ ସନାତନ, ଜୀବରେ ଚରମ ଗତି ତଥା। କହିଲେ ଆପଣଙ୍କ ଚରଣ କମଳ ସମସ୍ତ ଜୀବମାନଙ୍କର କୁଲ ଦେବତା, ବରଣ୍ୟ ଓ ଶାଶ୍ୱତ ଅଟନ୍ତି। ବରଣ୍ୟ ଓ ଶାଶ୍ୱତ ଅଟନ୍ତି। ଆପଣଙ୍କ ଚରଣ କମଳ ପ୍ରଭୁ ସବୁ ଜୀବମାନଙ୍କର କୁଳ ଦେବତା। ଜଗନ୍ନାଥ ଆମର କୁଳ ଦେବତା। ଆପଣଙ୍କ ଚରଣ କମଳ ବରଣ୍ୟ ମାନେ ପୂଜାର ଯୋଗ୍ୟ, ଶାଶ୍ୱତ ନିତ୍ୟ ସନାତନ। ସେ ଭଗବାନ ହିଁ ନିତ୍ୟ, ଶାଶ୍ୱତ, ସନାତନ। ଭଗବାନ କୃଷ୍ଣ ହିଁ ଉପାସ୍ୟ ତତ୍ତ୍ୱ। କୃଷ୍ଣ ହିଁ ସମସ୍ତଙ୍କର କୁଳ ଦେବତା। ତାହା ଜୀବକୁ ଚରମ ଗତି ପ୍ରଦାନ କରନ୍ତି। ସେ ହିଁ ଜୀବର ଚରମ ଗତି। ଜୀବର ଚରମ ଗତି। ଚରମ ଗତି କ'ଣ? କୃଷ୍ଣ ପ୍ରାପ୍ତି, ଭଗବତ ଦର୍ଶନ ସେ। ତେଣୁ କମଳ ଲୋଚନ ଶ୍ରୀକୃଷ୍ଣ ତୁମର ଯୁଗଳ ଚରଣ ଆନନ୍ଦର ଭଣ୍ଡାର ଅଟନ୍ତି। ହେ କମଲାକ୍ଷ, କମଲାକ୍ଷ ପଦଦୟ ପରମ ଆନନ୍ଦମୟ, ନିଷ୍କପଟେ ସେବିଆ ସତତ, ଏ ଭକ୍ତି ବିନୋଦ ଚାଏ ସତତ ତୁଷିତେ ତାଏ, ଭକ୍ତଜନ ହେ ଅନୁରୋଧ। କହିଲେ କମଳ ଲୋଚନ ଶ୍ରୀକୃଷ୍ଣ ତୁମର ଯୁଗଳ ଚରଣ ଆନନ୍ଦର ଭଣ୍ଡାର ଅଟନ୍ତି ଏବଂ ମୁଁ ଏମାନଙ୍କର ଅକୈତବ ସେବା କରିବି। ଆପଣଙ୍କର ଯେ ଚରଣାର ବିନ୍ଦନା, ଯୁଗଳ ଚରଣ, ଛନ୍ଦାଚରଣ, ଏ ସମସ୍ତ ଆନନ୍ଦର ଭଣ୍ଡାର, ସମସ୍ତ ଆନନ୍ଦର ଉତ୍ସ ଇଏ। ତେଣୁ ମୁଁ ଅକୈତବ, କୈତବ ରହିତ ହୋଇ, କପଟ ରହିତ ହୋଇ, ନିଷ୍କପଟରେ ଆପଣଙ୍କର ସେବା କରିବି। ନିଷ୍କପଟ ସେବା। ସେବା ଯଦି କାପଟ୍ୟତା ରହିଗଲା ତାହେଲେ ଠିକ ନୁହେଁ। ଏଥିପାଇଁ କପଟ କୃଷ୍ଣ ଭକ୍ତର ବାଧକ ଯତ ଶୁଭାଶୁଭ କର୍ମ, ଏସବୁ ଜାଣିଏ ଅଜ୍ଞାନତମର ଧର୍ମ। ତାର ମଧ୍ୟ ମୁକ୍ତିବାଞ୍ଛା କୈତବ ପ୍ରଧାନ। ମୁକ୍ତିର କପଟ କହିଲେ ଏଠି। ଭଗବାନଙ୍କର ଭଜନ ଯେ ଶୁଭ କର୍ମ ଅଶୁଭ କର୍ମ ଏସବୁ ଅଜ୍ଞାନ ଧର୍ମ। ଅଜ୍ଞାନ ଧର୍ମମାନଙ୍କ ମଧ୍ୟରେ ସବୁଠୁ କପଟ ଧର୍ମ ହେଉଛି ମୁକ୍ତି ପାଇବା। ଏଠି କହିଲେ ନିଷ୍କପଟ, କପଟତା ନାହିଁ। ଯେମିତି ଆପଣଙ୍କୁ ମୁଁ ସେବା କରିପାରିବି, ଅକୈତବରେ ସେବା କରିବି। ଭଗବାନଙ୍କର ସେବା ତ ଅକୈତବ। ପ୍ରଭୁପାଦଙ୍କ ବାଣୀ ଥିଲେ, ଲେଖା ହେଇଥିଲା, ଲିଭିଗଲା। ସଂସାର ଲୋକମାନେ ଅକୈତବ କୃଷ୍ଣ କଥା ପ୍ରତି ନିରୁତ୍ସାହିତ, ମାନେ ଶୁଣୁନାହାନ୍ତି ବୋଲି କେବେ ନିରୁତ୍ସାହିତ ହେବ ନାହିଁ। ଅକୈତବ କୃଷ୍ଣ କଥା ସେବା କରୁନାହାନ୍ତି ବୋଲି। ଅକୈତବ କପଟ ରହିତ ସେବା ହେବା ଦରକାର। କପଟ ମାନେ ଭିତରେ ଗୋଟେ ବାହାରେ ଗୋଟେ। ବାହାରକୁ ସେବାଟା ଦେଖିବ ତ, କିନ୍ତୁ ଭିତରେ ସେବାର ଭାବନା ନଥିବ, ପ୍ରସନ୍ନତା ଭାବ ନଥିବ। ଭକ୍ତି ଠାକୁରଙ୍କ ଏହା ହିଁ ପ୍ରାର୍ଥନା ଯେ ଭକ୍ତମାନଙ୍କ ଅନୁଗତ୍ୟରେ ମୁଁ ତୁମକୁ ସର୍ବଦା ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବି। ଏ ହେଉଛି ସିଦ୍ଧାନ୍ତ। ଭକ୍ତମାନଙ୍କ ଆନୁଗତ୍ୟରେ ଏ ଭକ୍ତି ବିନୋଦ ଚାଏ ସତତ ତୁଷିତେ ତାଏ। ଏ ଯେ ରୂପ ଗୋସ୍ୱାମୀ, ରଘୁନାଥ ଗୋସ୍ୱାମୀ, ବୈଷ୍ଣବମାନେ ଭକ୍ତଜନରେ ହଏ ଅନୁରଗତ। ଭକ୍ତି ଠାକୁର ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ
मुझे आपको सर्वदा प्रसन्न करने चेष्टा करी किंतु भक्तों आनुगत्य ये गोटे कंडीशन रखिले ये स्वतंत्रता परिहार पूर्वक जो मैंने गुरुवानुगत्य सेवा करते ना से माने कृष्ण साक्षात्कार पाती विशेषकर आनुगत्य ही नथिबो निजे किछि जानिदेव निजे किछि शुणीदेव तापर निजे जाकि कौटी कौटी कौन गोटे करदे भाव हम कि हम किसी गोटे प्रतिष्ठा मिल बाह्य कृष्ण प्राप्ति हेनी से भगवान कहले पूरा आपन को प्रसन्न करी प्रसन्न करने चेष्टा करी भक्तान का अनुगत्य आश्रय लया भजे तारे कृष्ण नाही त्यजे आर सवे मरे अकारण अर्थ कौन बोधे अर्थटा कौन कौन कमला जो मैंने अनुगत्य रही जो भगवान को सेवा कर भगवान केवे त्याग करना कि जो मैंने अनुगत्य जो मान करना शरणागत ना गुरु वैष्णव पाखे भले जहाँ करना कहीं सब मूर्छन सब आर से मर कारण आम निहत आवश्यक आम धारा यहाँ आश्रय लया भजे आश्रय विशेषकर गुरु वैष्णव का अनुगत्य रही ही भक्त मान अनुगत्य रही मुझे आपको प्रसन्न करने चेष्टा करी कहीं भगवान प्रसन्न होते प्रसाद सम्मुख विष्णु वैष्णवान परितोषयत कहला वैष्णवान को जब प्रसन्न करदे ताले भगवान स्वत प्रसन्न हो जस्य प्रसादात भगवत प्रसाद जस्य अप्रसादात न गति कुतोपि जहाँ का प्रसन्नता भगवान प्रसन्न जहाँ का अप्रसन्नता कौन सी गति नहीं ये गुरुवाष्टक रही एथे भक्तों का अनुगत्य भगवान को भजन करिया दरकार आम भजन विषय आम स्वतंत्र किसी ना जहाँ भी अच्छी गुरु गुरु महाराज कृपा तांकर निर्देश चलती भक्ति मार्ग श्रेष्ठ कराई हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Jai Nitai, Jai Gaur, Jai Nitai, Jai Gaur. Jai Radhe, Jai Krishna, Jai Radhe, Jai Krishna. Jai Jai Gurudev, Srila Gurudev, Jai Gurudev, Srila Gurudev. Jai Prabhupada, Srila Prabhupada, Jai Prabhupada, Srila Prabhupada. Nitai Gaur Hari Bol, Hari Bol, Hari Bol, Hari Bol. Gaur Hari Bol, Hari Bol, Hari Bol, Hari Bol. जय श्री गुरु गोरांगंधीर का गिरधरी राधा कुंज भेरी सरकार की राधा माधव राधा मदन मंजू जी तदे पिता संध्या पाठ श्रीमद भागवत महापुराण तदेव पारण वादन सुखदेव से परीक्षित महाराज जी बलदेव विद्यासन प्रभु जैसी श्री विष्णुपाद चक्रवर्ती ठाकुर महाशय जय श्री सिद्धर स्वामी जी जय विष्णुपाद गुरुदेव पतितपान परम भक्ति पुरीश्मल भक्ति सिद्धांत सत्य से प्रभुपाद जी जय रूप सनातन भट्ट रघुनाथ जी गोपाल भट्टदास से बृंद जी श्री भक्ति ठाकुर महाराज जी श्री जमुनाचार्य महाराज जी समवेत भक्त